ସମ୍ବଳ ବିଷୟ ହେଲା। ଫାର୍ଷ୍ଟ ପଢବା ହଉଛି ସମ୍ବଳ ବିଷୟରେ। କିସ ମାନେ ସମ୍ବଳ କାହାକୁ କୁହାଯାଏ? ସମ୍ବଳ କାହାକୁ କୁହାଯାଏ ମାନେ ସମ୍ବଳ କୋଉ କୋଉ ଜିନିଷ ଗୁଡାକୁ ଆମେ ସମ୍ବଳ କହିବା ବୁଝିହେଲା। ତାପରେ ସମ୍ବଳର ଉଦାହରଣ ଦେବା। ତାପରେ ହଉଛି ସମ୍ବଳର ବିଶେଷତ୍ୱ କିସ ହେଲା ସେଇ ବିଷୟରେ ପଢବା। ତାପରେ ହଉଛି ସମ୍ବଳକୁ କେତେ ଭାଗରେ ଭାଗ କରାଯାଇଛି ମାନେ ହଉଛି ସମ୍ବଳର ପ୍ରକାର ଭେଦ ବୁଝିହେଲା। ଏଇଟା ପଢବା। ତାପରେ ହଉଛି ସମ୍ବଳର ବିକାଶ ଯୋଜନା ହେଲା। ସମ୍ବଳର ବିକାଶ ଯୋଜନା, ସମ୍ବଳ ବିକାଶ କେମିତି ହଉଛି, କେମିତି କରାଯିବ, ସମ୍ବଳ ବିକାଶ ପାଇଁ କିସ କିସ ଯୋଜନା କରାହେଇଛି ସେ ବିଷୟରେ ପଢବା। ତାପରେ ପଢବା ହଉଛି ସମ୍ବଳ ସଂରକ୍ଷଣ ହେଲା। ତାପରେ ହଉଛି ଧାରଣର ବିକାଶ ପଢବା। ଧାରଣୀୟ ବିକାଶ, ତାପରେ ଧାରଣୀୟ ବିକାଶ ପରେ କିସ ପଢବା? ଧାରଣୀୟ ବିକାଶର ଯୋଜନା ନା ବିଶେଷତ୍ୱ। ଧାରଣୀୟ ବିକାଶର ବିଶେଷତ୍ୱ, ବିକାଶର ବିଶେଷତ୍ୱ। ହେଲା। ଏତିକି ହଉଛି ଫାର୍ଷ୍ଟ ବିଷୟରେ ପଢବା ହେଲା। ଫାର୍ଷ୍ଟ ବିଷୟ ଅଛି ନା ଜେଗ୍ରାଫିର ସମ୍ବଳ। ସମ୍ବଳରେ କିସ ପଢବା? ଫାର୍ଷ୍ଟ ସମ୍ବଳ କାହାକୁ କୁହାଯାଏ ହେଲା। ତ ହଉଛି ସମ୍ବଳ କୋଉ ଜିନିଷ କହନା, ଯୋଉ ଜିନିଷ ଗୁଡାକୁ ଆମେ ବ୍ୟବହାର କରୁଛେ। ଯୋଉ ଜିନିଷ ଯେମିତି ହଉଛି ଆମେ ହଉଛି କିସ ବ୍ୟବହାର କରୁଛେ, ଚପଲ, ଚପଲ ଗୋଟେ ସମ୍ବଳ ହବ ନା ନାହିଁ? ଚପଲକୁ ଆମେ ଡେଲି ବ୍ୟବହାର କରୁଛେ ହେଲା। ଚପଲ ବି ଗୋଟେ ସମ୍ବଳ। ଡ୍ରେସ, ଡ୍ରେସକୁ ଆମେ ଡେଲି ପିନ୍ଧିବାରେ ବ୍ୟବହାର କରୁଛେ। ଡ୍ରେସ ଗୋଟେ ସମ୍ବଳ ହବ ନା ନାହିଁ? ହବ ହେଲା। ସେମିତି ହଉଛି ଆଉ ଗୋଟେ ହଉଛି କି ଆମର ହଉଛି ପବନ। ପବନକୁ ପୁଣି ଡେଲି ବ୍ୟବହାର କରୁଛେ ନା ନାଇଁ? ପବନକୁ କିରେ ବ୍ୟବହାର କରୁଛେ? ନିଶ୍ୱାସ ପ୍ରଶ୍ୱାସ ନେବାରେ ହେଲା। ପବନ ମାନେ ହାୱା ହେଲା। ହାୱାକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବ୍ୟବହାର କରୁଛେ। ତ କିସ ପବନ ବି ଗୋଟେ ସମ୍ବଳ ହେଲା। ଆଉ ସେ ଜଳ, ଜଳ, ଜଳ ସମ୍ବଳ ନା ନାହିଁ? ଜଳ ମାନେ ପାଣି ହେଲା। ପାଣିକୁ ଆମେ ବ୍ୟବହାର କରୁଛେ କିରେ? ପିଇବାରେ ହେଲା। ପିଇବାରେ, ରୋଷେଇ କରବାରେ, ଖାଇବା ତିଆରି କରବାରେ ହେଲା, ଗାଧେଇବାରେ ହେଲା। ତ ପାଣି ବି କିସ ସମ୍ବଳ ବୁଝିଲେ। ତ ହଉଛି ଗୋଟେ ଏକ୍ସାମ୍ପଲ ଦଉଛି ହେଲା, ଉଦାହରଣ ଧରାଯାଉ ହଉଛି ଏଇଟା ହଉଛି କିସ ଦୁଇଟା ଛୁଆ ଅଛନ୍ତି ହେଲା। ଏଇଟା ଗୋଟେ ଛୁଆ ହେଲା। ତ ୟାର ପାଖରେ ବହୁତ ଗୁଡା ଡ୍ରେସ ଅଛି। କେତେ କଣ? 10ଟା ଡ୍ରେସ ଅଛି ହେଲା। ୟାର ପାଖରେ ଅଛି 5ଟା ଡ୍ରେସ। ଏ 5ଟା ଡ୍ରେସ ହଉଛି ଡେଲି ପିନ୍ଧେ ହେଲା। 5ଟା ଡ୍ରେସ ଡେଲି ପିନ୍ଧେ କିନ୍ତୁ ଏ 10ଟା ଡ୍ରେସ ଯୋଉ ଅଛି, 10ଟା ଡ୍ରେସ ରୁ ସେ 5ଟା ଡ୍ରେସ ପିନ୍ଧେ ହେଲା। ଆଉ 5ଟା ଡ୍ରେସ ହଉଛି କି ସବୁ ବାକ୍ସ ଭିତରେ ରଖିଛି। ବାକ୍ସ ଭିତରେ 5ଟା ଡ୍ରେସ ରଖିଛି ହେଲା। ତ ସେଇ ବାକ୍ସ ଭିତରେ 5ଟା ଡ୍ରେସ ସେ ରଖିଛି, ସେଗୁଡା ସମ୍ବଳ ହବ କି? ବାକ୍ସ ଭିତରେ ଯେ ରଖିଛି ସେଗୁଡା ସମ୍ବଳ ହବ କି? ନା। କଣ ପାଇଁ? କଣ ପାଇଁ ନା ଯୋଉ ଜିନିଷ ହଉଛି ଆମେ ବ୍ୟବହାର କରୁ ସେଇଟାକୁ ସମ୍ବଳ କୁହାଯାଏ। ସେ ଯଦି ସେଇଟା ବ୍ୟବହାର କରୁନି ହେଲା, ତ ସେଇଟା ସମ୍ବଳ ହବ କି? ହବନି ବୁଝିହେଲା। ତ ସମ୍ବଳ କାହାକୁ କୁହାଯାଏ ଫାର୍ଷ୍ଟ ଲେଖିଦବା। ସମ୍ବଳ ହଉଛି କାହାକୁ କୁହାଯାଏ? ସମ୍ବଳ ହଉଛି ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ହେଲା। ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସମ୍ବଳ କୁହାଯାଏ ବୁଝିହେଲା। ଏଇଟା ହଉଛି 8 କ୍ଲାସ ର ସମ୍ବଳ ବିଷୟ ଥିଲା, ପଢିଛୁ ନା ନାଇଁ? 8 କ୍ଲାସ ର ସମ୍ବଳ ବିଷୟ ଥିଲା ହେଲା। ଯଦି 8 କ୍ଲାସ ପିଲା କିସ ଲେଖିବେ? ସମ୍ବଳ କାହାକୁ କୁହାଯାଏ ପଢିଥିଲେ, ସେମାନେ ଏତିକି ଲେଖିବେ 1 ମାର୍କ ପାଇଯିବେ ବୁଝିହେଲା। ଏତିକି ଲେଖିକି 1 ମାର୍କ ପାଇଯିବେ। ତ ତୁମେ ଯେତେବେଳେ 10 କ୍ଲାସ ହେଇଗଲା ହେଲା, 10 କ୍ଲାସ ହେଇଗଲା ତ ତୁମେ ସେଇ ଛୋଟ ଛୁଆଙ୍କ ପାଠ ଲେଖିବ କି? ଏଇଟା ଲେଖିବନି। ତୁମେ କିସ ଲେଖିବ? ଏଇଟା ଲେଖିବ ହେଲା। ଏଇଟା ଲେଖିବ ସେକେଣ୍ଡ ଟା କିସ? ମଣିଷ, ମଣିଷ ବା ମନୁଷ୍ୟ ତାର ଆବଶ୍ୟକତା ବା ମନୁଷ୍ୟ ତାର ବ୍ୟକ୍ତିଗତ ବା ସାମାଜିକ ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ କିସ କୁହାଯାଏ? ସମ୍ବଳ କୁହାଯାଏ ହେଲା। ଏଇଟା ଲେଖ ବୁଝିଲ। ମଣିଷ ବ୍ୟବହାର କରୁଥିବା, ମଣିଷ ତାର ବ୍ୟକ୍ତିଗତ ବା ସାମାଜିକ ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ କିସ କୁହାଯାଏ? ସମ୍ବଳ କୁହାଯାଏ ହେଲା। ତ ସେ ଏଇଟା ଲେଖି ସାରିଥିବ ହେଲା। ଲେଖି ସାରିଛୁ ନା? ଲେଖି ସାରିଛେ? ଲେଖିଛୁ ନା ନାଇଁ? ଲେଖିଛୁ ହେଲା। ଆଉ ଲେଖିଲେ ଯଦି ପିଡିଏଫ ଟା ସେଭ୍ ହେଇକି ରହିଯିବ, ସେଇ ପିଡିଏଫ ରୁ ଲେଖୁ ହେଲା। ତ ହଉଛି ଉଦାହରଣ ଦେଇଦବା ସମ୍ବଳ କାହାକୁ କୁହାଯାଏ ଲେଖିଲେ। ତାପରେ ହଉଛି ସମ୍ବଳର ଉଦାହରଣ। ଖାତା, ଖାତା ବ୍ୟବହାର କରୁ, ଖାତା ବି ସମ୍ବଳ ହବ ନା ନାଇଁ? ଡ୍ରେସ, ତାପରେ ହଉଛି ସାଇକେଲ, ବାଇକ୍, ମାଟି, ପାଣି ହେଲା, ଖାଦ୍ୟ, ପବନ ଏଗୁଡା ବ୍ୟବହାର କରୁଛି ହେଲା। ତ ଏଇଗୁଡା କି ସବୁ ଗୋଟେ ଗୋଟେ ସମ୍ବଳର ଉଦାହରଣ ହେଲା। ତ ସେମିତି ବହୁତ ଗୁଡା ସମ୍ବଳ ହେଇପାରିବ ହେଲା, କିନ୍ତୁ ଆମେ ଏତିକିଟା ସମ୍ବଳର ଉଦାହରଣ ଦେଇଛେ ହେଲା। ତ ସମ୍ବଳ କାହାକୁ କୁହାଯାଏ ଦେଖିଲେ, ଆଉ ସମ୍ବଳର ଉଦାହରଣ ବି ଦେଖିଲେ ହେଲା। ତାପରେ ହଉଛି 2 ମାର୍କ ର କ୍ୱେଶ୍ଚନ ଟା ଗୋଟେ ପଡବା। 2 ମାର୍କ ର କ୍ୱେଶ୍ଚନ ହଉଛି, ସେକେଣ୍ଡରେ କହିଥିଲି ନା ସମ୍ବଳର ବିଶେଷତ୍ୱ ପଡବା। ଏଠି କହିଥିଲି ନା ସମ୍ବଳ କାହାକୁ କୁହାଯାଏ ପଡବା, ତାପରେ ସମ୍ବଳର ଉଦାହରଣ, ତାପରେ ସମ୍ବଳର ବିଶେଷତ୍ୱ ବା ଗୁଣ ହେଲା। ସମ୍ବଳର ଗୁଣ, ସମ୍ବଳର ଗୁଣ ମାନେ କିସ? ସମ୍ବଳର ଗୁଣ ହଉଛି ଉପଯୋଗିତା ହେଲା।
କାର୍ଯ୍ୟଦକ୍ଷତା, ସୁଲଭତା ଆଉ ପରିବର୍ତ୍ତନଶୀଳତା। ଗୁଣ ବା ବିଶେଷତାର ମାନେ କିସ କଣ? ସୁନା, ସୁନାର ଗୁଣଟା କିସ ହବ? ସୁନାର ଗୁଣ, ସୁନାର ଗୁଣ ହଉଛି ଚକ୍ ଚକ୍ କରବା, ବୁଝିଲ? ସେଗୁଡା ହଉଛି କିସ? ସୁନାର ଗୁଣ। ହେଲା, ଗୋଟେ ଛୁଆର ନାମ ଦେଖୁଛେ, ଛୁଆର ନାମ ରଖୁଛେ, ଧରାଯାଉ ରାମ, ହେଲା। ରାମ ଗୋଟେ ଛୁଆ, ତାର ଗୁଣ ହଉଛି କିସ? ଶାନ୍ତଶିଷ୍ଟ, ହେଲା। ତାପରେ ହଉଛି ଏ ଆମର ହଉଛି ଟପର, ହେଲା, ମାନେ ଭଲ ପାଠ ପଢେ। ଆଉ ଗୋଟେ ହଉଛି କିସ? ଭଦ୍ର, ହେଲା। ଏଗୁଡା ହଉଛି ତାର ଗୁଣ, ହେଲା। ସେମିତି ସମ୍ବଳର ଗୁଣ କିସ? ଉପଯୋଗିତା, କାର୍ଯ୍ୟ ଦକ୍ଷତା, ସୁଲଭତା ଆଉ ପରିବର୍ତ୍ତନଶୀଳତା। ବୁଝିଲ? ଚାରିଟା ଗୁଣ ଅଛି। ତୁମେ ଯଦି ଚାରିଟା ଗୁଣ ଲେଖିଦବ ପରୀକ୍ଷାରେ, ହେଲା, 2 କି 3 ମାର୍କ ଥିବ, ପୂର୍ବ ଫୁଲ ପାଇଯିବ, ହେଲା। ସମ୍ବଳର ବିଶେଷତା କେତେଟା? ଉପଯୋଗିତା, କାର୍ଯ୍ୟଦକ୍ଷତା, ସୁଲଭତା, ପରିବର୍ତ୍ତନଶୀଳତା। ଉପଯୋଗିତା ମାନେ କିସ? ସମ୍ବଳ ହଉଛି କିଛି କାମରେ ଲାଗୁଥିବା ଦରକାର, ହେଲା। କାମରେ ଲାଗୁଥିବା ଦରକାର। ତ କିସ? ସେଇଟାକୁ ଉପଯୋଗିତା କୁହାଯାଏ। ହେଲା, କାର୍ଯ୍ୟଦକ୍ଷତା ମାନେ ଆମର ହଉଛି କାମକୁ ସହଜ କରୁଥିବା ଦରକାର, ହେଲା। ସହଜ କରୁଥିବା ଦରକାର। ଆଉ ସୁଲଭତା ମାନେ ହଉଛି ସମ୍ବଳ ଟା ସବୁଆଡେ ଥିବା ଦରକାର। ବୁଝିଲ? ସବୁ ଜାଗାରେ କିସ? ଉପଲବ୍ଧ ଥିବା ଦରକାର। ଆଉ ହଉଛି ପରିବର୍ତ୍ତନଶୀଳତା, ସେଇଟା ହଉଛି କିସ? ସମ୍ବଳଟା ହଉଛି ବଦଳି ପାରୁଥିବା ଦରକାର, ହେଲା। ଏଇଟା ଧରାଯାଉ ଅଛି ମାଟି, ହେଲା। ମାଟିକୁ ବଦଳି ପାରବା ନା ନାହିଁ? ମାଟିକୁ ବଦଳେଇକି ଇଟା ତିଆରି କରିପାରିବି ନା? ହଁ। ସେଇ ଇଟାକୁ ବଦଳେଇକି, ଇଟା ବି ଗୋଟେ ସମ୍ବଳ, ହେଲା। ଇଟାକୁ ବଦଳେଇକି ମୁଁ ଗୋଟେ ଘର ତିଆରି କରିପାରିବି ନା? ହେଲା। ଇଟା ସମ୍ବଳରୁ ମୁଁ ଘର ସମ୍ବଳ ତିଆରି କଲି, ହେଲା। ମାଟି ଗୋଟେ ସମ୍ବଳ, ହେଲା। ମାଟି ଗୋଟେ ସମ୍ବଳ, ଇଟା ବି ଗୋଟେ ସମ୍ବଳ। ସେ ମାଟି ସମ୍ବଳରୁ ଇଟା ସମ୍ବଳ ତିଆରି କରିପାରିଲି ନା? ବଦଳିଲା ନା ନାଇଁ? ପରିବର୍ତ୍ତନ ହେଲା ନା ନାଇଁ? ମାଟିଟା ହଉଛି ଇଟା ହେଇଗଲା, ହେଲା ନା ନାଇଁ? ହେଲା, ତ ସମ୍ବଳର ଗୋଟେ ଗୁଣ ହଉଛି କିସ? ପରିବର୍ତ୍ତନଶୀଳତା। ସମ୍ବଳ କିସ? ସବୁବେଳେ ପରିବର୍ତ୍ତନ ବି ହୁଏ, ହେଲା। ଆଉ ହଉଛି ସମ୍ବଳ ହଉଛି କିସ? ତାର ହଉଛି ଉପଯୋଗିତା ଅଛି, କାର୍ଯ୍ୟ ଦକ୍ଷତା ବି ଅଛି, ସୁଲଭତା ବି ଅଛି। ଆଉ ଗୋଟେ କିସ? ପରିବର୍ତ୍ତନଶୀଳ। ଚାରିଟା ଗୁଣ, ହେଲା। ତାପରେ କିସ ପଢେଇଥିଲି? ଏଗୁଡା ପଢା ହେଇସାରିଥିଲା ବୋଲେ, ହେଲା। ସମ୍ବଳର ପ୍ରକାର ଭେଦ, ସମ୍ବଳର ପ୍ରକାର ଭେଦ ହଉଛି ସମ୍ବଳକୁ 8 ଅନୁସାରେ ଭାଗ କରାଯାଇଛି, ହେଲା। 8 ଅନୁସାରେ। ଫାଷ୍ଟ ହଉଛି ପ୍ରକୃତି ଅନୁସାରେ ଭାଗ କରାଯାଇଛି, ଏଇଆ 3ଟା, ହେଲା। ପ୍ରକୃତି ଅନୁସାରେ 3ଟା ଭାଗ କରାଯାଇଛି। ତାପରେ ହଉଛି ଉତ୍ପତ୍ତି ଅନୁସାରେ, ତାପରେ ହଉଛି ବ୍ୟବହାର ଅନୁସାରେ, ଏଇଗୁଡା, ହେଲା। ତାପରେ ପରିମାଣ ଅନୁସାରେ, ତାପରେ ହଉଛି ଆଉ କିସ? ଭରଣ ଅନୁସାରେ, ତାପରେ ହଉଛି ବଣ୍ଟନ ବା ବିତରଣ ଅନୁସାରେ, ତାପରେ ବିକାଶ ସ୍ତର ଅନୁସାରେ, ତାପରେ ମାଲିକାନା ଅନୁସାରେ, ହେଲା। ତ ହଉଛି ଗୋଟେ ଗୋଟେ ଲେଖବା। ଫାଷ୍ଟ କିସ ଲେଖବା? ପ୍ରକୃତି ଅନୁସାରେ, ହେଲା। ପ୍ରକୃତି ଅନୁସାରେ 3 ଭାଗରେ ବିଭକ୍ତ କରାଯାଇଛି, କିସ କିସ? ପ୍ରାକୃତିକ ସମ୍ବଳ, ସାଂସ୍କୃତିକ ସମ୍ବଳ, ମାନବ ସମ୍ବଳ। ବୁଝିହେଲା? ସେଗୁଡା ଗୋଟେ ଗୋଟେ ଲେଖିଦେବି। ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ? ସାଂସ୍କୃତିକ ସମ୍ବଳ କାହାକୁ କୁହାଯାଏ? ଆଉ ମାନବ ସମ୍ବଳ କାହାକୁ କୁହାଯାଏ? ଲେଖିଦେବି, ହେଲା। ଏତିକି ଆମେ ଲେଖିନଥିଲେ, ହେଲା। ଫାଷ୍ଟ ଲେଖିଦେବି ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ। ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ? ପ୍ରାକୃତିକ ସମ୍ବଳ, ହେଲା। ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ କଣ? ଯେଉଁ ସମ୍ବଳ ଗୁଡାକ ପ୍ରକୃତିରୁ ମିଳେ, ହେଲା। ଯୋଉ ସମ୍ବଳ ପ୍ରକୃତିରୁ ମିଳେ ତାକୁ କିସ କୁହାଯାଏ? ପ୍ରାକୃତିକ ସମ୍ବଳ। ଦେଖିଦେବି, ଯେଉଁ ସମ୍ବଳ ଆମକୁ ପ୍ରକୃତିରୁ ମିଳେ, ଯେଉଁ ସମ୍ବଳ ଗୁଡିକ ପ୍ରାକୃତିରୁ ମିଳେ, ଯେଉଁ ସମ୍ବଳ ଗୁଡିକ ଆମେ ପ୍ରକୃତିରୁ ପାଇଥାଉ, ଆମେ ପ୍ରକୃତିରୁ ପାଉ, ହେଲା। ସେଇ ସମ୍ବଳକୁ କିସ କୁହାଯାଏ? ପ୍ରାକୃତିକ। ସେହି ସମ୍ବଳ ଗୁଡିକୁ ସମ୍ବଳ ଗୁଡିକୁ ପ୍ରାକୃତିକ ସମ୍ବଳ କୁହାଯାଏ। ପ୍ରାକୃତିକ ସମ୍ବଳ କୁହାଯାଏ, ହେଲା। ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ଗୁଡାକ ଆମେ ପ୍ରକୃତିରୁ ପାଉ। ପ୍ରକୃତି ମାନେ କିସ? ପ୍ରକୃତି ମାନେ ହଉଛି ଆମର ଯେମିତି ନଦୀ, ହେଲା। ନଦୀ କି ହଉଛି ଜଙ୍ଗଲ, ଏଗୁଡା କିସ କୁହାଯାଏ? ପ୍ରକୃତି, ହେଲା। ଏଗୁଡା କିସ କୁହାଯାଏ? ପ୍ରକୃତି, ହେଲା। ତ ହଉଛି ଉଦାହରଣ ଦେଇଦବା, ପ୍ରାକୃତିକ ସମ୍ବଳର ଉଦାହରଣ ଦେଇଦବା। କିସ? ଜଳଟା ପ୍ରାକୃତିକ ସମ୍ବଳ ନା ନାହିଁ? ଜଳ, ବାୟୁ, ବାୟୁ, ହେଲା। ତାପରେ ହଉଛି ଆଉ କିସ? ଜଙ୍ଗଲ ଗୋଟେ ପ୍ରାକୃତିକ ସମ୍ବଳ ନାହିଁ? ଜଙ୍ଗଲ, ହେଲା। ଏଗୁଡା ହଉଛି ପ୍ରାକୃତିକ ସମ୍ବଳ। ସେମିତି ବହୁତ ଗୁଡା ଅଛି, ହେଲା। ତ ମୁଁ 2ଟା 3ଟା ଉଦାହରଣ ଦେଇକି ଛାଡିଦେଲି, ବୁଝିଲ? ପ୍ରାକୃତିକ ସମ୍ବଳ, ତାପରେ କିସ ପଢ? ସାଂସ୍କୃତିକ ସମ୍ବଳ, ହେଲା। ଏଇଠି ଦେଇଥିଲେ ନା, ସାଂସ୍କୃତିକ ସମ୍ବଳ। ପ୍ରାକୃତିକ ସମ୍ବଳ ପଢିଲେ, ତାପରେ ସାଂସ୍କୃତିକ ସମ୍ବଳ, ତାପରେ ମାନବ ସମ୍ବଳ, ହେଲା। ସାଂସ୍କୃତିକ ସମ୍ବଳ ପଢ। ସାଂସ୍କୃତିକ ସମ୍ବଳ,
ହେଡିଂ ଦେଇ ଦଉଛେ 2 ନମ୍ବର ସାଂସ୍କୃତିକ ସମ୍ବଳ। ସାଂସ୍କୃତିକ ସମ୍ବଳ। ସାଂସ୍କୃତିକ ସମ୍ବଳ। ସାଂସ୍କୃତିକ ସମ୍ବଳ କିସ କଣ? ସେଇଟା ହଉଛି ମଣିଷ ଦ୍ଵାରା ତିଆରି ହେଲା। ଯୋଉ ସମ୍ବଳ ମଣିଷ ଦ୍ଵାରା ତିଆରି ହେଲା ସେଇ ସମ୍ବଳକୁ କିସ କୁହାଯାଏ? ସାଂସ୍କୃତିକ ସମ୍ବଳ କୁହାଯାଏ। ହେଲା, ଦେଖିଦବା। ଯେଉଁ ସମ୍ବଳ ଗୁଡ଼ିକ ଯେଉଁ ସମ୍ବଳ ଗୁଡ଼ିକ ଗୁଡ଼ିକ ମନୁଷ୍ୟ ମନୁଷ୍ୟ ଯେଉଁ ସମ୍ବଳ ଗୁଡ଼ିକ ମନୁଷ୍ୟ ନିଜର ଜ୍ଞାନ ଓ ଦକ୍ଷତା ନୁହଁ, ଜ୍ଞାନ କୌଶଳ ହେଲା। ଜ୍ଞାନ ଓ କୌଶଳ ତିଆରି କରିଥାଏ। ଜ୍ଞାନ ଓ କୌଶଳ ଯେଉଁ ସମ୍ବଳ ଗୁଡ଼ିକ ମନୁଷ୍ୟ ନିଜର ଜ୍ଞାନ ଓ କୌଶଳ ଦ୍ୱାରା ତିଆରି କରିଥାଏ। କୌଶଳ ଦ୍ୱାରା ତିଆରି କରିଥାଏ। ତିଆରି କରିଥାଏ। ସେଇ ସମ୍ବଳକୁ କିସ କୁହାଯାଏ? ସେହି ସମ୍ବଳକୁ କିସ ସମ୍ବଳ କୁହାଯାଏ? ସାଂସ୍କୃତିକ ସମ୍ବଳ କୁହାଯାଏ। ସାଂସ୍କୃତିକ ସମ୍ବଳ କୁହାଯାଏ। ସାଂସ୍କୃତିକ ସମ୍ବଳ କାହାକୁ କୁହାଯାଏ ତାହେଲେ? ଯେଉଁ ସମ୍ବଳ ଗୁଡ଼ିକ ମଣିଷ ନିଜର ଜ୍ଞାନ ଓ ଦକ୍ଷତା ମାଧ୍ୟମରେ ତିଆରି କରିଥାଏ ତାହାକୁ କିସ କୁହାଯାଏ? ସାଂସ୍କୃତିକ ସମ୍ବଳ। ବୁଝିଲ? ଆଉ ଯଦି ଜଣେ ଚାହିଁବ ହେଲା ସେ ଏଇଟା ଡାଇରେକ୍ଟ ଲେଖିପାରିବ। ଯେଉଁ ସମ୍ବଳ ଗୁଡ଼ିକୁ ମନୁଷ୍ୟ ତିଆରି କରିଥାଏ ସେଗୁଡାକୁ କିସ ସମ୍ବଳ କୁହାଯାଏ? ସାଂସ୍କୃତିକ ସମ୍ବଳ କୁହାଯାଏ। ହେଲା, ତ ମନୁଷ୍ୟ ତିଆରି କରୁଥିବା ସମ୍ବଳ ଗୁଡ଼ିକ କଣ? କହ। ଗାଡି। ଗାଡି ହେଲା, ଗାଡି ବି ଗୋଟେ ସମ୍ବଳ କିନ୍ତୁ ହଉଛି ସେଟା ମନୁଷ୍ୟ ତିଆରି କରିଛି ବୋଲି କିସ ସାଂସ୍କୃତିକ ସମ୍ବଳ। ତାପରେ ଘର। ଘର ଘର ବି ଗୋଟେ ସାଂସ୍କୃତିକ ସମ୍ବଳ ହେଲା। ହ୍ୟାଲୋ। ହଁ କହ। ହଁ। ଘରେ କିଏ ନାହିଁ ଠିକ ନାହିଁ। କେନ ଠିକ ଥିବେନି? ହଁ ମୁଁ କ୍ଲାସ କରିସାରା ହେଲା ତାପରେ ଫୋନ କରୁଛି। ହେଲା। ତ ହଉଛି କିସ ପଡିଲେ? ସାଂସ୍କୃତିକ ସମ୍ବଳ ହଉଛି ଯୋଉ ସମ୍ବଳ ଗୁଡ଼ିକ କିସ ମନୁଷ୍ୟ ନିଜର ଜ୍ଞାନ ଓ କୌଶଳ ଦ୍ୱାରା ତିଆରି କରିଥାଏ ସେଇ ସମ୍ବଳ ଗୁଡ଼ିକୁ ସାଂସ୍କୃତିକ ସମ୍ବଳ କୁହାଯାଏ ହେଲା। ତାପରେ ହଉଛି ତାର ଉଦାହରଣ ହଉଛି ଗାଡି, ଘର, ଆଉ ଗୋଟେ କଣ? ଆଉ ଆଉ କଣ କହିପାରିବୁ? ଫ୍ୟାନ। ଫ୍ୟାନ ବି ମଣିଷ ତିଆରି କରିଛି ହେଲା। ଏଗୁଡା ହଉଛି କିସ ସାଂସ୍କୃତିକ ସମ୍ବଳ। ବୁଝିଲ? ତାପରେ ହଉଛି କିସ ସାଂସ୍କୃତିକ ଉପରେ କିସ ପଢିଥାନ୍ତେ? ମାନବ ସମ୍ବଳ। ହେଲା। ମାନବ ସମ୍ବଳ। ମାନବ ସମ୍ବଳ ହେଲା। ମାନବ ସମ୍ବଳ କୋଉଟା? ମଣିଷକୁ ହିଁ ମାନବ ସମ୍ବଳ କୁହାଯାଏ। ବୁଝିହେଲା? ତାହାକୁ ମଣିଷକୁ ହିଁ ମାନବ ସମ୍ବଳ କୁହାଯାଏ। ଦେଖିଲେ? ମଣିଷକୁ ହିଁ ମଣିଷକୁ ହିଁ ମାନବ ସମ୍ବଳ କୁହାଯାଏ। ମଣିଷକୁ ହିଁ ମାନବ ସମ୍ବଳ କୁହାଯାଏ। କଣ ପାଇଁ? କଣ ପାଇଁ ନା ମଣିଷ କାରଣ ଲେଖିଦେବ ସେଇଟା ବି। କାରଣ ମଣିଷକୁ ହିଁ ମାନବ ସମ୍ବଳ କୁହାଯାଏ। କାରଣ କଣ ପାଇଁ? କାରଣ କାରଣ ମଣିଷ ନିଜର ଜ୍ଞାନ ଓ କୌଶଳରେ ଜ୍ଞାନ ଓ କୌଶଳ ଓ ଦକ୍ଷତା ମାଧ୍ୟମରେ କିସ ନୂଆ ଜିନିଷ ତିଆରି କରିଥାଏ। ମାଧ୍ୟମରେ ନୂଆ ଜିନିଷ ତିଆରି କରିଥାଏ। ନୂଆ ଜିନିଷ ତିଆରି କରିଥାଏ। ହେଲା, କରିଥାଏ। ବୁଝିଲ? ତ ହଉଛି ଆଉ ଉଦାହରଣ ଦେବା କି? ଆମେ ତ ଏହାର ଉଦାହରଣ କିସ ମଣିଷ ହିଁ ମାନବ ସମ୍ବଳର ଉଦାହରଣ କିସ ସେଇ ମଣିଷ ହେଲା। ଯାହାକୁ କି ପାଇଁ ସମ୍ଭବ କୁହାଯାଉଛି? ମଣିଷକୁ କି ପାଇଁ ସମ୍ଭବ କୁହାଯାଉଛି? କି ପାଇଁ ନା ହଉଛି ସେ ନିଜର ଜ୍ଞାନ, ବୁଦ୍ଧି ଆଉ ଦକ୍ଷତା ଖଟେଇକି କିସ ନୂଆ ଜିନିଷ ତିଆରି କରୁଛି ଯେମିତି ଗାଡି ଫାଡି ଏଗୁଡା ତିଆରି କରୁଛି ହେଲା। ସେଇ ପାଇଁ କିସ ତାକୁ ମଣିଷକୁ ମାନବ ସମ୍ବଳ କୁହାଯାଉଛି। ବୁଝିଲ? ତାପରେ କିସ ପ୍ରାକୃତିକ ସମ୍ବଳ ହଉଛି ଯୋଉଟା ପ୍ରକୃତିରୁ ପାଉ ସେଇଟା ହଉଛି ପ୍ରାକୃତିକ ସମ୍ବଳ। ସାଂସ୍କୃତିକ ସମ୍ବଳ ହଉଛି ଯେଉଁ ସମ୍ବଳ ଗୁଡିକୁ ମଣିଷ ତିଆରି କରେ ସେଗୁଡାକୁ କିସ ସାଂସ୍କୃତିକ ସମ୍ବଳ।
ଆଉ ମାନବ ସମ୍ବଳ ହଉଛି କିସ ମଣିଷକୁ ହିଁ ମାନବ ସମ୍ବଳ କହିବେ। ତାପରେ କିସ ପଢବା ଜୈବ ସମ୍ବଳ ଅଜୈବ ସମ୍ବଳ ହେଲା। ଜୈବ ସମ୍ବଳ ଅଜୈବ ସମ୍ବଳ। ତ ଜୈବ ସମ୍ବଳ ହେଡିଙ୍ଗ ଦେଇଦବା ଜୈବ ସମ୍ବଳ ହେଲା। ଜୈବ ସମ୍ବଳ। ଜୈବ ସମ୍ବଳ ମାନେ ସେଇ ସମ୍ବଳ ଯୋଉ ସମ୍ବଳର ଜୀବନ ଅଛି ହେଲା। ଲେଖିଦବା ଯେଉଁ ସମ୍ବଳର ଜୀବନ ଅଛି, ଯେଉଁ ସମ୍ବଳର ଜୀବନ ଥାଏ, ଜୀବନ ଥାଏ ହେଲା, ତାକୁ କିସ କୁହାଯାଏ? ତାହାକୁ ଜୈବ ସମ୍ବଳ କୁହାଯାଏ। ଜୈବ ସମ୍ବଳ କୁହାଯାଏ। ଏକ୍ସାମ୍ପଲ ଦେଇଦବା ଉଦାହରଣ। ଉଦାହରଣ ମଣିଷ ଗୋଟେ ସମ୍ବଳ କିନ୍ତୁ ତାର ଜୀବନ ଅଛି ନା ନାଇଁ? ହଁ। ହେଲା ତ ମାନବ ମାନେ ମନୁଷ୍ୟ ହେଲା, ମନୁଷ୍ୟ ଯାହା ମାନବତା ହେଲା। ତ ସେ ମଣିଷ କିସ ଗୋଟେ ଜୈବ ସମ୍ବଳ। ଗଛର ଜୀବନ ଅଛି ନା ନାଇଁ? ପକ୍ଷୀ ହେଲା, ପଶୁ ଏଗୁଡା କିସ ଜୈବ ସମ୍ବଳ ହେଲା। ବୁଝିଲ ଏମାନଙ୍କର ଜୀବନ ଅଛି ସେଇଥିପାଇଁ ଏମାନଙ୍କୁ ଜୈବ ସମ୍ବଳ କୁହାଯାଏ। ତାପରେ କି ସମ୍ବଳ ଲାଗିବ ଅଜୈବ ସମ୍ବଳ। ଅଜୈବ ସମ୍ବଳ ଉଲ୍ଟା ହବ କହନା ଅଜୈବ ସମ୍ବଳଟା ୟାର ଉଲ୍ଟା ହବ। ଅଜୈବ ସମ୍ବଳ କୋଉଟା ଯେଉଁ ସମ୍ବଳ ଜୀବନ ନଥାଏ ହେଲା ତାହାକୁ ଅଜୈବ ସମ୍ବଳ କୁହାଯାଏ। ଯେଉଁ ସମ୍ବଳର ଯେଉଁ ସମ୍ବଳର ଜୀବନ ନଥାଏ ନଥାଏ ତାହାକୁ ଅଜୈବ ସମ୍ବଳ କୁହାଯାଏ। ଅଜୈବ ସମ୍ବଳ କୁହାଯାଏ। ହେଲା। ଯେଉଁ ସମ୍ବଳର ଜୀବନ ନଥାଏ ତାହାକୁ କିସ କୁହାଯାଏ? ଅଜୈବ ସମ୍ବଳ କୁହାଯାଏ। ହେଲା। ଯେଉଁ ସମ୍ବଳର ଜୀବନ ନଥାଏ ତାହାକୁ ଅଜୈବ ସମ୍ବଳ କୁହାଯାଏ। ହେଲା। ଉଦାହରଣ ଦେଇଦବା ଉଦାହରଣ କିସ ଅଜୈବ ସମ୍ବଳର ମାଟି ଗୋଟେ ଅଜୈବ ସମ୍ବଳ ହବ ନା ମାଟିର ଜୀବନ ଅଛି। ମାଟିର ଜୀବନ ଅଛି ଆଉ ହଉଛି ଇଏ ବାଲି ତାପରେ ହଉଛି ଆମର ହଉଛି ଗାଡି ଏଗୁଡା କି ସବୁ ଅଜୈବ ସମ୍ବଳ। ମାଟିର ଜୀବନ ନାହିଁ ହେଲେ ବି ମାଟିକୁ କିସ କୁହାଯାଏ ମାଟି ମା କୁହାଯାଏ ଶୁଣିଛ ନା? ମାଟିକୁ ମା କୁହାଯାଏ ନା? ହଁ। ହେଲା। କଣ ପାଇଁ ମାଟିରେ ଆମେ ବଢଉ ବୋଲି ତାକୁ ଛୋଟରୁ ବଡ ହଉ ସେଇଥିପାଇଁ ମାଟିକୁ ମା ବୋଲି କୁହାଯାଏ କିନ୍ତୁ ମାଟିର ଜୀବନ ନାହିଁ ହେଲା। ଅଜୈବ ସମ୍ବଳ ପଡିଲେ ତାପରେ କି ସମ୍ବଳ ପଡିବ ଦେଖିବା ଅଜୈବ ସମ୍ବଳ ପରେ ସରନ୍ତି ସମ୍ବଳ ଅସରନ୍ତି ସମ୍ବଳ ହେଲା। ଅସରନ୍ତି ସମ୍ବଳ ସରନ୍ତି ସମ୍ବଳ ଏଇଟା ପଢିଲେ ହେଲା ଏଇନା ପଢବା ଏଇଟା ତାପରେ ଏଇଟା ଅସରନ୍ତି ସରନ୍ତି ହେଲା, ଲେଖିଦବା ଅସରନ୍ତି ସମ୍ବଳ ସରନ୍ତି ସମ୍ବଳ 5 ନମ୍ବର ପରେ 6 ନମ୍ବର ଅସରନ୍ତି ସମ୍ବଳ ଅସରନ୍ତି ସମ୍ବଳ ହେଲା। ଅସରନ୍ତି ସମ୍ବଳ କୋଉଗୁଡା ଯୋଉ ସମ୍ବଳ ଗୁଡାକ କିସ ମାନେ ହଉଛି କେବେ ସରେନି ହେଲା। ଯୋଉ ସମ୍ବଳ କେବେ ସରେନି ଏଗୁଡା କି ସମ୍ବଳ କୁହାଯାଏ ଅସରନ୍ତି ସମ୍ବଳ କୁହାଯାଏ ହେଲା। ସେମିତି ସରନ୍ତି ସମ୍ବଳ କୋଉଗୁଡା ଯେଉଁ ସମ୍ବଳ ଗୁଡାକ ସରି ଯାଇଥାଏ ବୁଝିଲା। ଲେଖିଦବା ଯେଉଁ ସମ୍ବଳ ଗୁଡିକ ଯେଉଁ ସମ୍ବଳ ଗୁଡ଼ିକ ଯେଉଁ ସମ୍ବଳ ଗୁଡ଼ିକ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ବାରମ୍ବାର ବ୍ୟବହାର ସତ୍ତ୍ୱେ ବ୍ୟବହାର ସତ୍ତ୍ୱେ ସରି ନଥାଏ ସରି ନଥାଏ ହେଲା ସେଗୁଡ଼ିକୁ କିସ କୁହାଯାଏ ସେଗୁଡ଼ିକୁ ଅସରନ୍ତି ସମ୍ବଳ ଅସରନ୍ତି ସମ୍ବଳ କୁହାଯାଏ। ଉଦାହରଣ ଦେଇପାରିବୁ ଏମିତି ଗୋଟେ ଜିନିଷର ନାମ କହ ଯୋଉଟା ଆମେ ଡେଲି ବ୍ୟବହାର କରୁ ହେଲା କିନ୍ତୁ କେବେ ସରେନି ହେଲା। ଜଳ ଜଳ ହେଲା ଜଳ ଆମେ ଡେଲି ବ୍ୟବହାର କରୁନୁ କିନ୍ତୁ ସରୁଛି କି କେବେ ହେଲା। ଆଉ ପବନ ବାୟୁ ହେଲା ଆଉ ସେ ମାଟି କେବେ ସରିବ କି
ଏମିତି ଦିନ ଆସିବ କି ଆମ ଦୁନିଆରେ ମାଟି ଥିବନି, ଖାଲି ପଥର ଗୁଡା ଥିବ, ସେମିତି ଆସିବ? ଆସିବନି ହେଲା। ଜଳ, ବାୟୁ, ମାଟି ହେଲା, ଏଗୁଡା ହଉଛି କିସ? ଅସରନ୍ତି ସମ୍ବଳ। ହେଲା, ସେମିତି ଲେଖିଦବା ସରନ୍ତି ସମ୍ବଳ ସର୍ବପରେ 7 ନମ୍ବର। ସରନ୍ତି ସମ୍ବଳ, ସରନ୍ତି ସମ୍ବଳ ହେଲା। କହନା ସରନ୍ତି ସମ୍ବଳ କାହାକୁ କୁହାଯାଏ? ସମ୍ବଳ। ଯେଉଁ ସମ୍ବଳ ଗୁଡିକ ମନୁଷ୍ୟର ବାରମ୍ବାର ବ୍ୟବହାର ଦ୍ଵାରା ସରି ଯାଇଥାଏ ହେଲା, ସେଗୁଡିକୁ କି ସରନ୍ତି ସମ୍ବଳ କୁହାଯାଏ। ଏଇଟା ଯେମିତି ଲେଖିଲେ ତା ଏଇ ସରନ୍ତିଟା ବି ସେମିତି ଲେଖା ହେଲା। ଯେଉଁ ସମ୍ବଳ ଗୁଡିକ ମନୁଷ୍ୟର ବାରମ୍ବାର ବ୍ୟବହାର ଦ୍ଵାରା ସରି ଯାଇଥାଏ ହେଲା, ଏଠି ସରି ଯାଇଥାଏ ଗଦ ଏଠି ହେଲା, ସେଗୁଡ଼ିକୁ ସରନ୍ତି ସମ୍ବଳ କୁହାଯାଏ। ଦେଖିଦଉଛି, ଯେଉଁ ସମ୍ବଳ ଗୁଡିକ, ଯେଉଁ ସମ୍ବଳ ଗୁଡିକ, ଯେଉଁ ସମ୍ବଳ ଗୁଡିକ ମନୁଷ୍ୟର ବାରମ୍ବାର ବ୍ୟବହାର ଦ୍ଵାରା, ମନୁଷ୍ୟର ବାରମ୍ବାର ବ୍ୟବହାର ଦ୍ଵାରା, ବ୍ୟବହାର ଦ୍ଵାରା କିସ ସରି ଯାଇଥାଏ, ସରି ଯାଇଥାଏ ହେଲା, ତାହାକୁ କିସ କୁହାଯାଏ? ତାହାକୁ ସରନ୍ତି ସମ୍ବଳ କୁହାଯାଏ। ସରନ୍ତି ସମ୍ବଳ କୁହାଯାଏ। ହୁଁ। ଉଦାହରଣ ଦେଇପାରିବୁ ସରନ୍ତି ସମ୍ବଳର? ଉଦାହରଣ ଦେଇପାରିବୁ? ଉଦାହରଣ ହଉଛି କୋଇଲା। କୋଇଲା ଗୋଟେ ସମ୍ବଳ ନାହିଁ? ପେଟ୍ରୋଲ, କୋଇଲା, ପେଟ୍ରୋଲିୟମ, ଏଗୁଡା ଯଦି ଆମେ ବେଶୀ ବ୍ୟବହାର କରିବା ହେଲା, ଏଗୁଡା ହଉଛି କି ସରିଯିବ ହେଲା। ତ ଏଇ ପେଟ୍ରୋଲିୟମ ମାନେ ପେଟ୍ରୋଲ ଭାବି ନବନି ହେଲା। ପେଟ୍ରୋଲିୟମ ମାନେ ଆମର ସେ ପେଟ୍ରୋଲ ଗାଡିରେ ପକାନି ନା, ସେ ପେଟ୍ରୋଲ ଭାବି ନବନି। ବୁଝା? এই পেট্রোলিয়াম মানে কি সব? এই পেট্রোলিয়াম মানে হচ্ছে ওটা হচ্ছে পদার্থ ହେଲା, মানে এটা হচ্ছে କଞ୍ଚାମାଲ ହେଲା, କଞ୍ଚାମାଲ। এটা হলো କଞ୍ଚାମାଲ ହେଲା। এই পেট্রোলিୟମ ରୁ କିସ ତିଆରି ହୁଏ? ପେଟ୍ରୋଲ ବି ତିଆରି ହୁଏ ହେଲା। ପେଟ୍ରୋଲ, ଡିଜେଲ, ଡିଜେଲ ହେଲା, ଆଉ ହଉଛି ମହମ, ମହମ ଏଗୁଡା ତିଆରି ହୁଏ ବୁଝିହେଲା। ଏଇଟାକୁ ପେଟ୍ରୋଲିୟମ କୁ ଆଉ ପେଟ୍ରୋଲିୟମ ଅଲଗା ବୁଝିହେଲା। ପେଟ୍ରୋଲ, ପେଟ୍ରୋଲିୟମ ରୁ ପେଟ୍ରୋଲ ତିଆରି ହୁଏ, ପେଟ୍ରୋଲିୟମ ରୁ ଡିଜେଲ ତିଆରି ହୁଏ, ପେଟ୍ରୋଲିୟମ ରୁ କିସ ମହମ ତିଆରି ହୁଏ ହେଲା। ତାପରେ ହଉଛି କୋଇଲା, ଏଗୁଡା ସରିଯିବ ହେଲା, ସରିଯିବ। ସରିଗଲେ ଆଉ ଥରେ କିସ କି ପାଇଁ ସରିଯିବ ହେଲା? କୋଇଲା କି ପାଇଁ ସରିଯିବ? କି ପାଇଁ ନା କୋଇଲା ତିଆରି ହେବା ପାଇଁ ବର୍ଷ ବର୍ଷ ସମୟ ଲାଗେ ବୁଝିହେଲା। ବର୍ଷ ବର୍ଷ ମାନେ ହଜାର ହଜାର ବର୍ଷ ଲାଗେ ହେଲା। କୋଇଲା ତିଆରି ପାଇଁ କେତେ ସମୟ ଲାଗେ? ହଜାର ହଜାର ବର୍ଷ ବୁଝିହେଲା। ତ ଧରାଯାଉ ଆମ ପୃଥିବୀରେ କୋଇଲା ଅଛି ହେଲା, ଆମ ପୃଥିବୀ, ଆମ ଭାରତରେ, ଏଇଟା ଭାରତ, ଏଇଟା ଭାରତ। ହୁଁ। ତ ଏଇ ଜାଗାରେ କୋଇଲା ମିଳେ, ଏଇ ଜାଗାରେ କୋଇଲା ମିଳେ, ଏଇ ଜାଗାରେ କୋଇଲା ମିଳେ ହେଲା। ତ ଏଇ ଜାଗାରେ କୋଇଲା ମିଳେ ମାନେ କି ସବୁବେଳେ କୋଇଲା ମିଳୁଥିବ ହେଲା। ଧରାଯାଉ ଏଇଠି କୋଇଲା ଅଛି, ଏତିକି ଅଛି ହେଲା। ତ ଏଇ କୋଇଲାଟାକୁ ଆମେ ବ୍ୟବହାର କରି ସାରିଲା ପରେ ଏଠି ନୂଆ କୋଇଲା ତିଆରି ହେବା ପାଇଁ କେତେ ବହୁତ ବର୍ଷ ସମୟ ଲାଗିବ ବୁଝିହେଲା। ତ ହଉଛି କିସ ଏଗୁଡା ସରିଯାଏ। ପେଟ୍ରୋଲିୟମ ବି କିସ ସରିଯାଏ। ଏଗୁଡା କି ପାଇଁ ସରିଯାଏ? କି ପାଇଁ ନା ଏଗୁଡା ତିଆରି କରିବା ପାଇଁ ବର୍ଷ ବର୍ଷ ସମୟ ଲାଗେ ବୁଝିହେଲା, ସେଇପାଇଁ ସରିଯାଏ ହେଲା। ନା ପାଣି, ପାଣି କି ସରେନି? ପାଣି ସରେ ନା ନାଇଁ? ତ ପାଣି ହେଲା, ପାଣି ହଉଛି ଅସରନ୍ତି ସମ୍ବଳରେ ଲେଖିଛେ, କିନ୍ତୁ ହଉଛି କିସ ପାଣିକୁ, ଯଦି ପାଣି ଯଦି ସରୁନି ହେଲା, ତ କି ପାଇଁ ଆମେ ଜଳ ସୁରକ୍ଷା, ଜଳ ସୁରକ୍ଷା କି ପାଇଁ କରୁଛେ? ଜଳ ସଂରକ୍ଷଣ କେମିତି କରାହଉଛି ନା? ପାଣି ଯଦି ସରେନି ତାହେଲେ ହଉଛି ଜଳକୁ କି ପାଇଁ ସୁରକ୍ଷା, ଜଳ ନଷ୍ଟ କୁହାଯାଏ, ସ୍କୁଲରେ ପଢା ହୁଏ ଯେ ଜଳ ନଷ୍ଟ କରବନି, ଜଳକୁ ସୁରକ୍ଷା କରିବ ହେଲା। କି ପାଇଁ? କି ପାଇଁ ନା ଜଳ ସରୁନି ହେଲା। ଜଳ ସରୁନି, ଆମର ପିଇବା ପାଣି ଟା ସରୁଛି ବୁଝିହେଲା। ପିଇବା ପାଣି ଦେଖ, ଆଗରୁ ସେଇଟା କୂଅ ଥିଲା ହେଲା, କୂଅ ଥିଲା ବୁଝିହେଲା। ତ ହଉଛି ଆମେ ଜଳ ନଷ୍ଟ କରିବା ଦ୍ଵାରା ଏ କୂଅର ପାଣି ଟା ସରିକି ହେଲା, ଏଇଠି ହଉଛି କିସ ଡ୍ରେନ୍ ହେଇଗଲା ହେଲା। ଏଇ କୂଅ ପାଣି ଟା ଏଇଠି ମାନେ ଡ୍ରେନ ରେ ରହିଲା ବୁଝିହେଲା, ଡ୍ରେନ ରେ। ତ ସେଇ ପାଣି ପିଇ ହବ କି? ପିଇ ହବ କି? ପିଇ ହବନି ବୁଝିହେଲା। ଜଳ କେବେ ସରେନି, କିନ୍ତୁ ହଉଛି କିସ ଜଳ ଖାଲି ପିଇବା ଜଳଟା ସରିଯାଏ ବୁଝିହେଲା। ବୁଝିପାରିଲ ନା? ପିଇବା ଜଳଟା ସରିଯାଏ। ଆଗରୁ ହଉଛି ବୋରିଂ ରେ ହଉଛି ପାଣି ବାହାରୁଥିଲା ବୁଝିହେଲା, ବୋରିଂ ରେ ପାଣି ବାହାରୁଥିଲା ହେଲା, ବୋରିଂ ରେ ପାଣି ବାହାରୁଥିଲା। ତାପରେ ହଉଛି କିଛି ବର୍ଷ ପରେ ହଉଛି ବୋରିଂ ହଉଛି କିସ ଖରାପ ପାଣି ବାହାରିବ। ତ ଖରାପ ପାଣି ବାହାରିଲେ କିସ ସେଇଟା ପିଇ ହବ କି? ନା ହେଲା। ଆମର ପିଇବା ଜଳଟା ସରିଯାଏ ବୁଝିହେଲା, କିନ୍ତୁ କିସ ଜଳ କେବେ ସରିବନି ବୁଝିହେଲା।
ଖାଲି ପିଇବା ଉପଯୋଗୀ ଜଳଟା ସଂରକ୍ଷଣ ମାନେ ଏଇଆ ପାଇଁ ଆମେ ସଂରକ୍ଷଣ କରୁ ହେଲା। ଆଉ ନହେଲେ ଜଳ କେବେ ସର୍ବନି। କି ପାଇଁ ସର୍ବନି କି ପାଇଁ ନା ଜଳ ଯଦି ହେଲା ଉଁ, ଆମର ହଉଛି କିସ ଉପରକୁ ଯିବ। ଉପରକୁ ମାନେ କୋଉଠୁ ମାନେ ଖରାରେ ଯଦି ଶୁଖିଗଲା ହେଲା ପୁଣି ସେ ବର୍ଷା ଆକାରରେ ଆସିବ ନା ନାଇଁ ହେଲା। ଆଉ ଜଳ ଯଦି ମାଟି ଭିତରକୁ ପଳେଇଲା ହେଲା କୂଅ ଖୋଳିଲେ ଆମେ ପୁଣି ପାଇବା ନା ନାଇଁ। ଜଳ ଯଦି ମାଟି ଭିତରକୁ ଶୋଷି ନେଲା ମାଟି ହେଲା ତ କୂଅ ଖୋଳିଲେ ସେ ପାଣି ପାଇବା ନା ନାଇଁ ପାଇବା ହେଲା। ତ ଜଳ କେବେ ସର୍ବନି ହେଲା। ତ କି ପାଇଁ ଜଳ ସୁରକ୍ଷା କରାଉଛି ଆମର ପିଇବା ପାଇଁ ହଉଛି ଜଳ ସୁରକ୍ଷା କରାଉଛି ହେଲା। ପିଇବା ଉପଯୋଗୀ ଜଳ ସର୍ବନି ମାନେ ସରି ସୁରା ଯିବ ହେଲା ସେଇଥିପାଇଁ କି ଜଳକୁ ସଂରକ୍ଷଣ କରାଉଛି। ତାପରେ ହଉଛି କୋଇଲା ପେଟ୍ରୋଲିୟମ ପଡିଲା ହେଲା ସରନ୍ତି ସମ୍ବଳ। ତାପରେ ହଉଛି ସରନ୍ତି ସମ୍ବଳ ପରେ କିସ ସରନ୍ତି ସମ୍ବଳ ପଡିଲା ହେଲା। ତାପରେ ଏଇନା ପଢବା ଅପୂରଣୀୟ ସମ୍ବଳ ପୂରଣୀୟ ସମ୍ବଳ ବୁଝିଲ। ଅପୂରଣୀୟ ସମ୍ବଳ ପୂରଣୀୟ ସମ୍ବଳ ସେଥିର ଅପୂରଣୀୟ ସମ୍ବଳ ହେଲା। ଅପୂରଣୀୟ ସମ୍ବଳ ଆଉ ଗୋଟେ କିସ ପୂରଣୀୟ ସମ୍ବଳ। ଅପୂରଣୀୟ ସମ୍ବଳ କାହାକୁ କୁହାଯାଏ ଲେଖିବ ଫାଷ୍ଟ। ଏଇଟା କେତେ ନମ୍ବର ଦେବି 10 ନମ୍ବର। ସାତ ନମ୍ବର ପରେ 7 ନମ୍ବର ପରେ 8 ନମ୍ବର ଦେବି ନା 8 ନମ୍ବର ହେଲା। 8 ନମ୍ବର ଦେବି। ନମ୍ବର କୌଣସି ଡାଟା ସରିଗଲା ରହ ଟିକେ। ଅପୂରଣୀୟ ସମ୍ବଳ ଟିକେ ଖାଲି
ତ କିସ ପଢ ପାଇଁ ନା ଅପୂରଣୀୟ ସମ୍ଭଳ। ତ ଅପୂରଣୀୟ ସମ୍ଭଳ କାହାକୁ ଲେଖିଯାଅ କୁହାଯାଏ ଲେଖବା ହେଲା। ଯେଉଁ ସମ୍ବଳ ଯେଉଁ ସମ୍ବଳ ଯେଉଁ ସମ୍ବଳ ମନୁଷ୍ୟର ମନୁଷ୍ୟର ବ୍ୟବହାର ଦ୍ୱାରା ବ୍ୟବହାର ଦ୍ୱାରା କିସ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ରୂପେ ଶେଷ ହେଇଯାଏ ହେଲା। ଶେଷ ହୋଇଯାଏ ହେଲା। ଏବଂ ପୁନଃ ସୃଷ୍ଟି ପାଇଁ ବହୁତ ସମୟ ଲାଗେ ହେଲା। ପୁନଃ ସୃଷ୍ଟି ପାଇଁ କିସ ବହୁତ ସମୟ ଲାଗେ। ମାନେ ପୁନଃ ସୃଷ୍ଟି ହେଇପାରିବ କିନ୍ତୁ ହଉଛି କିସ ବହୁତ ସମୟ ଲାଗେ ଏବଂ ପୁନଃ ସୃଷ୍ଟି ପାଇଁ କିସ ବହୁତ ସମୟ ଲାଗେ ହେଲା। ପୁନଃ ସୃଷ୍ଟି ପାଇଁ ବର୍ଷ ବର୍ଷ ସମୟ ଲାଗେ। ବର୍ଷ ବର୍ଷ ସମୟ ଲାଗେ। ସମୟ ଲାଗେ ହେଲା। ଏ ସମ୍ବଳକୁ କିସ କୁହାଯାଏ? ସେହି ସମ୍ବଳକୁ ଅପୂରଣୀୟ ସମ୍ବଳ କୁହାଯାଏ। ଅପୂରଣୀୟ ସମ୍ବଳ କୁହାଯାଏ ହେଲା। ଏଗୁଡା ହଉଛି କିସ ମାନେ ଆମେ ଯଦି ଡେଲି ବ୍ୟବହାର କରୁଛେ ହେଲା କିସ ଡେଲି ଯଦି ବହୁତ ପରିମାଣରେ ବ୍ୟବହାର କରିଦେଲେ ତ ଗୋଟେ କିସ ହେଇଯିବ ସରିଯିବ ବୁଝିହେଲା। ସରିଯିବ ଆଉ ଗୋଟେ ସେଗୁଡା ହଉଛି ଆଉ ଥରେ ତିଆରି ହେବା ପାଇଁ କିସ ବର୍ଷ ବର୍ଷ ସମୟ ଲାଗବ ବୁଝିହେଲା। ବର୍ଷ ବର୍ଷ ମାନେ ହଜାର ହଜାର ବର୍ଷ ହେଲା। ଯେମିତି ହଉଛି ଉଦାହରଣ ଗୋଟେ କୋଇଲା କୋଇଲା ତିଆରି କରୁ କୋଇଲା ଯଦି ଆମେ ବେଶୀ ବ୍ୟବହାର କରୁ କିସ ହବ ସରିଯିବ ହେଲା। ଆଉ ସେ ସରିଗଲେ ଆଉ ସେଇଟା ତିଆରି ହେବା ପାଇଁ କେତେ ବହୁତ ବର୍ଷ ବର୍ଷ ହେଲା ହଜାର ହଜାର ବର୍ଷ ସମୟ ଲାଗୁ। ତାପରେ ହଉଛି ଖଣିଜ ତୈଳ ଖଣିଜ ତୈଳ ମାନେ ସେ ପେଟ୍ରୋଲିୟମ ଏଗୁଡା ହେଲା। ଖଣିଜ ତୈଳ ଆଉ ହଉଛି କିସ ଜିନିଷ ଆଉ ହଉଛି କୋଇଲା ହେଲା। ଏଗୁଡା ହଉଛି କୋଇଲା ତ ଲେଖିଛି ହେଲା। ଏଗୁଡା କିସ ବର୍ଷ ବର୍ଷ ସମୟ ଲାଗେ। ଏଗୁଡାକୁ ଅପୂର୍ଣ୍ଣ ସମ୍ବଳ କୁହାଯାଏ ହେଲା। ତାପରେ ହଉଛି ଅପୂରଣୀୟ ଉପରେ କିସ ରହିବ ପୂରଣୀୟ। 8 ନମ୍ବର ପରେ 9 ନମ୍ବର ପୂରଣୀୟ ପୂରଣୀୟ ସମ୍ବଳ। ପୂରଣୀୟ ସମ୍ବଳ କାହାକୁ କୁହାଯାଏ? ପୂରଣୀୟ ସମ୍ବଳ କୋଉଟା ସେଇ ଦିଟା ଲେଖବା ହେଲା। ଯୋଉ ଯୋଉଟା ଲେଖିଲେ ଉପରଟେ ସେମିତି ଲେଖବା ହେଲା। ଯେଉଁ ସମ୍ବଳ ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ଦ୍ୱାରା ମନୁଷ୍ୟର ବାରମ୍ବାର ବ୍ୟବହାର ବାରମ୍ବାର ବ୍ୟବହାର ସତ୍ତ୍ୱେ ସରି ନଥାଏ ହେଲା। ସରି ନଥାଏ। ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ସରି ନଥାଏ ହେଲା। ସେଗୁଡ଼ିକୁ ବି ସବାଯାଏ କରିନଥାଏ ହେଲା। ସେଗୁଡ଼ିକୁ ବି ସମ୍ବଳ କୁହାଯାଏ। ସେଗୁଡାକ ହଉଛି ପୂରଣୀୟ ସମ୍ବଳ କୁହାଯାଏ। ସେଗୁଡ଼ିକୁ ହେଲା ସେଗୁଡ଼ିକୁ ପୂରଣୀୟ ସମ୍ବଳ କୁହାଯାଏ। ଉପରଟା ଯେମିତି ଲେଖିଲେ ଏଇଟା ବି ସେମିତି ଲେଖା ହେଲା। ଉପରଟା କିସ ଲେଖିଥିଲି ଉପରଟା ଲେଖିଥିଲି ନା ଯୋଉ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ଵାରା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଏ ଏବଂ ପୁନଃ ସୃଷ୍ଟି ପାଇଁ ବର୍ଷ ବର୍ଷ ସମୟ ଲାଗେ ହେଲା। ଏଠି କିସ ଲେଖବା ପୁନଃ ଏବଂ ପୁନଃ ସୃଷ୍ଟି ପୁନଃ ସୃଷ୍ଟି ପାଇଁ ବେଶୀ ସମୟ ଲାଗେନି। ବେଶୀ ସମୟ ଲାଗେ ନାହିଁ ଲାଗେ ନାହିଁ। ସେଗୁଡାକୁ କିସ କରିବେ ସେ ସମ୍ବଳକୁ ସେଗୁଡ଼ିକୁ ପୂରଣୀୟ ସମ୍ବଳ କୁହାଯାଏ। ପୂରଣୀୟ ସମ୍ବଳ କୁହାଯାଏ। ସମ୍ବଳ କୁହାଯାଏ ହେଲା। ଏକ୍ସାମ୍ପଲ ଦେଇଦବା। ଏକ୍ସାମ୍ପଲ କିସ ଏକ୍ସାମ୍ପଲ ହଉଛି ଦେଇଦବା। ଏକ୍ସାମ୍ପଲ ଗୋଟେ ହଉଛି ଯେମିତି ପବନ ଶକ୍ତି ପବନ ଶକ୍ତି ହେଲା। ପବନ କେବେ ସରିବ କି? ପବନ ଶକ୍ତି ହେଲା। ଜୁଆର ଶକ୍ତି ଟା କି ସେଟା କଣ
ଜୁଆର ଶକ୍ତି ହଉଛି ସମୁଦ୍ରରେ ହଉଛି ହେଲା, ଯେତେବେଳେ ହଉଛି ପୂର୍ଣ୍ଣିମା କି ହଉଛି କିସ ଯେଦିନ ହଉଛି ଚନ୍ଦ୍ର ହଉଛି ବାହାରିଥିବେ ଆକାଶରେ ହେଲା, ସମୁଦ୍ରରେ ଜୁଆର ଶକ୍ତି ଗୋଟେ ଆସେ ହେଲା। ଜୁଆର ଜୁଆର ମାନେ ହଉଛି ସମୁଦ୍ର ପାଣି ଟା ଏତିକି ଉଞ୍ଚାରେ ଆସେ ହେଲା, ବହୁତ ଉଞ୍ଚାରେ ଆସେ, ସେଟାକୁ କିସ କୁହାଯାଏ? ଜୁଆର ଶକ୍ତି ହେଲା। ସେଗୁଡା କେବେ ସରିବନି ବୁଝା। ଚନ୍ଦ୍ରର ଶକ୍ତି ସାରିପାରିବୁ, ସୌର ଶକ୍ତି ଏଗୁଡା ସରିବ କି? ସୂର୍ଯ୍ୟଙ୍କର ଶକ୍ତି ଟା ସରିଯିବ କି? ସୂର୍ଯ୍ୟ ଏଇନା ଆଲୋକ ଦଉଛନ୍ତି, ଦିନେ ଏମିତି ଆସିବ କି ସୂର୍ଯ୍ୟଙ୍କ ଶକ୍ତି ସରିଯିବ, ଖାଲି ଆମ ଦୁନିଆରେ ଥଣ୍ଡା ହିଁ ଥଣ୍ଡା ରହିବ, ହବ କି? ହବନି ହେଲା, ସେ ଶକ୍ତି କେବେ ସରିବନି ବୁଝିଲା। ଆଉ ସରି କେବେ ସରିବନି ବୁଝିଲା। ତାପରେ କିସ ନ ନବ, ତାପରେ କିସ ପଡ ଆମର ହଉଛି ପୂରଣୀୟ ଅପୂରଣୀୟ ବଢିଲା ହେଲା, ତାପରେ ହଉଛି ନବୀକରଣ ଯୋଗ୍ୟ ନବୀକରଣ ଅଯୋଗ୍ୟ। ନବୀକରଣ ଯୋଗ୍ୟ ନବୀକରଣ ଅଯୋଗ୍ୟ। ନବୀକରଣ ଯୋଗ୍ୟ ନବୀକରଣ ଅଯୋଗ୍ୟ ହେଲା। ତ ହଉଛି ଲେଖିଦବା 10 ନମ୍ବର ନବୀକରଣ ଯୋଗ୍ୟ ହେଲା, ସବୁ ଗୁଡା ସମାନ ସମାନ ଭାଗ ଏଇନା ହେଲା। ନବୀକରଣ ଯୋଗ୍ୟ ସମ୍ବଳ ହେଲା, ନବୀକରଣ ଯୋଗ୍ୟ ସମ୍ବଳ, ତାପରେ ହଉଛି ତା ତଳେ ଲେଖା କି ନବୀକରଣ ଅଯୋଗ୍ୟ ସମ୍ବଳ। ତ ନବୀକରଣ ଯୋଗ୍ୟ ସମ୍ବଳ ହଉଛି କୋଉଟା? ଯୋଉ ଯେମିତି ଲେଖିଲି ଅପୂରଣୀୟ ହେଲା, ଏଇ ଅପୂରଣୀୟ ଲେଖିଲି ଅପୂରଣୀୟ କହୁଛି, ଅପୂରଣୀୟ ଲେଖିଲି ସେଇ ଡିଟୋ ସେମିତି ହେଲା। ଯେମିତି ଏଇଟା ବି ଲେଖିବି, ଯୋଉ ସମ୍ବଳ ମନୁଷ୍ୟ ବାରମ୍ବାର ବ୍ୟବହାର ସତ୍ୱେ କିସ କ୍ଷୟ ହୁଏ ନାହିଁ ବା ସରେ ନାହିଁ ହେଲା। ଆଉ ହଉଛି ସେଗୁଡିକ କିସ ପୁଣି ଥରେ ସୃଷ୍ଟି ହେବା ପାଇଁ କିସ ବେଶୀ ସମୟ ଲାଗେ ନାହିଁ, ତାକୁ ହଉଛି ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ ହେଲା। ଲେଖିଦବା ସେଇ ଏକା ହେଲା। ଯେଉଁ ସମ୍ବଳ ଯେଉଁ ସମ୍ବଳ ହେଲା ମନୁଷ୍ୟର ମନୁଷ୍ୟର ବାରମ୍ବାର ବ୍ୟବହାର ଦ୍ୱାରା ବାରମ୍ବାର ବ୍ୟବହାର ସତ୍ୱେ ବାରମ୍ବାର ବ୍ୟବହାର ସତ୍ୱେ କିସ ସରି ନଥାଏ, ସମ୍ପୂର୍ଣ୍ଣ ରୂପେ କ୍ଷୟ ହୁଏନି ହେଲା, କେବେ ସର୍ବନି ହେଲା, ସମ୍ପୂର୍ଣ୍ଣ ରୂପେ କ୍ଷୟ ହୋଇନଥାଏ। ବାରମ୍ବାର ବ୍ୟବହାର ସତ୍ୱେ ସମ୍ପୂର୍ଣ୍ଣ ରୂପେ ସରି ନଥାଏ, ସରି ନଥାଏ ହେଲା। ଆଉ ଯଦି କେବେ ସରି ବି ଗଲା ହେଲା, ସେଇଟା କିସ ବହୁତ ଜଲ୍ଦି ତିଆରି ହେଇଯିବ ଏବଂ ବିଭିନ୍ନ ଉପାୟରେ ବିଭିନ୍ନ ଉପାୟରେ ପୁନଃଭରଣ ହୋଇଥାଏ, ପୁନଃଭରଣ ହୋଇଥାଏ, ବିଭିନ୍ନ ଉପାୟରେ ପୁନଃଭରଣ ହୋଇଥାଏ, ତାକୁ କି ସମ୍ବଳ କୁହାଯାଏ? ତାହାକୁ ନବୀକରଣ ଯୋଗ୍ୟ ସମ୍ବଳ, ନବୀକରଣ ଯୋଗ୍ୟ ସମ୍ବଳ କୁହାଯାଏ। ଏକ୍ସାମ୍ପଲ ଦେଇଦବା, ଏକ୍ସାମ୍ପଲ ଦେଇଦବା ହେଲା। ଏକ୍ସାମ୍ପଲ କି ହବ? ଉଦାହରଣ, ଉଦାହରଣ କିସ ହବ? ଉଦାହରଣ ହଉଛି ଜଳ। ଜଳ କେବେ ସରିବ କି? ଆମେ ଯେତେ ବ୍ୟବହାର କଲେ ବି ଜଳ କେବେ ସରିବ କି? ସରିବନି ହେଲା। ତାପରେ ହଉଛି ବାୟୁ, ବାୟୁ ଆଉ ହଉଛି କିସ ମାଟି, ଏଗୁଡା କିସ ଯେତେ ବ୍ୟବହାର କଲେ ବି ସରିବନି ହେଲା, ବୁଝିହେଲା। ଏଗୁଡାକୁ କି ସମ୍ବଳ କୁହାଯାଏ? ନବୀକରଣ ଯୋଗ୍ୟ ହେଲା। କିନ୍ତୁ ଦେଖ ବାୟୁ ବାୟୁ ତ କେବେ ସରିବନି, କିନ୍ତୁ ମାଟିଟା ସରିବ। ମାଟିଟା ହଉଛି ଡେଲି ତିଆରି ହଉଛି ନା, ମାଟିଟା କେମିତି ତିଆରି ହୁଏ? ମାଟିଟା କେମିତି ତିଆରି ହୁଏ? ଆମର ହଉଛି ପଥରରୁ ବି ମାଟି ତିଆରି ହୁଏ ନା ନାହିଁ? ପଥରରୁ ମାଟି ତିଆରି ହୁଏ ନା ନାହିଁ? ଏଟା ହଉଛି ମାଙ୍କଡା ପଥର। ମାଙ୍କଡା ପଥରକୁ ଯଦି ଗୁଣ୍ଡ ଗୁଣ୍ଡ କଲେ ହେଲା, ତ ହଉଛି କିସ ହବ? ଏଟା ମାଟିରେ ପରିଣତ ହବ ବୁଝିହେଲା। ଆଉ ହଉଛି ଏଇ ମଣିଷଟା ହେଲା, ମାଟିଟା ତିଆରି ପାଇଁ ବି ବର୍ଷ ବର୍ଷ ସମୟ ଲାଗେ କିନ୍ତୁ ହେଲା, କିନ୍ତୁ ମାଟି ଆମର ପୃଥିବୀରେ ଏତେ ପରିମାଣରେ ଅଛି ହେଲା, ତ ହଉଛି ତାକୁ ଯେତେ ବ୍ୟବହାର କଲେ ବି କିସ ସରିବନି ବୁଝିହେଲା। ମାଟିକୁ ଯଦି ଆମେ ଟ୍ରକ୍ ଟ୍ରକ୍ ଡେଲି ହେଲା, ମାନେ କିସ 10ଟା ଜେସିବି 15ଟା ହଜାର ହଜାର ଜେସିବିରେ ବି ଯଦି ମାଟି ତାଡବା ହେଲା, ଆମର ଏଇ ପୃଥିବୀରୁ ମାଟି ସାରି ପାରିବନି ବୁଝିହେଲା। ମାଟି ହଉଛି କିସ ନବୀକରଣ ଯୋଗ୍ୟ ସମ୍ବଳ। ତାପରେ ହଉଛି କିସ ଲେଖବା ନବୀକରଣ ଅଯୋଗ୍ୟ ସମ୍ବଳ। ନବୀକରଣ ଅଯୋଗ୍ୟ ସମ୍ବଳ କେତେ ନମ୍ବର? ନବୀକରଣ ଅଯୋଗ୍ୟ ସମ୍ବଳ, ନବୀକରଣ ଅଯୋଗ୍ୟ ସମ୍ବଳ,
ଅଯୋଗ୍ୟ ସମ୍ବଳ ହେଲା। ନବୀକରଣ ଅଯୋଗ୍ୟ ସମ୍ବଳ ଲେଖିଦବ। ନବୀକରଣ ଅଯୋଗ୍ୟ ସମ୍ବଳ କୋଉଗୁଡା? ଡିଟୋ ଯେମିତି ଲେଖିଲେ ଉପରଟା ହେଲା ସେଇଟା ଲେଖ। ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ବାରମ୍ବାର ବ୍ୟବହାର ଦ୍ଵାରା ସମ୍ପୂର୍ଣ୍ଣ ରୂପେ ସରିଯାଇଥାଏ ହେଲା, ଏବଂ ସେଗୁଡିକ କିସ ପୁନଃଭରଣ ହୋଇନଥାଏ ହେଲା, ସେଗୁଡିକ କିସ ନବୀକରଣ ଅଯୋଗ୍ୟ ସମ୍ବଳ। ଯେଉଁ ସମ୍ବଳ ଗୁଡିକ ଯେଉଁ ସମ୍ବଳ ଗୁଡ଼ିକ ଗୁଡ଼ିକ ମନୁଷ୍ୟର ବାରମ୍ବାର ବ୍ୟବହାର ଦ୍ୱାରା ମନୁଷ୍ୟର ବାରମ୍ବାର ବାରମ୍ବାର ବ୍ୟବହାର ଦ୍ୱାରା ଶେଷ ହୋଇଯାଏ ଶେଷ ହୋଇଯାଏ ଶେଷ ହୋଇଯାଏ ହେଲା, ଏବଂ ସେଗୁଡ଼ିକର ସେଗୁଡ଼ିକର ପୁନର୍ଭରଣ ପାଇଁ ପୁନଃଭରଣ ପାଇଁ ଭରଣ ପାଇଁ କିସ ବହୁତ ସମୟ ଲାଗେ ହେଲା, ଦୀର୍ଘ ସମୟ ଲାଗେ ଦୀର୍ଘ ସମୟ ଲାଗେ ହେଲା, ସେଗୁଡ଼ିକୁ କିସ କୁହାଯାଏ? ସେଗୁଡ଼ିକୁ ନବୀକରଣ ଅଯୋଗ୍ୟ ନବୀକରଣ ଅଯୋଗ୍ୟ ଅଯୋଗ୍ୟ ସମ୍ବଳ କୁହାଯାଏ। ଏକ୍ସାମ୍ପଲ ଦେଇଦବ। ଏକ୍ସାମ୍ପଲ କିସ? ଏକ୍ସାମ୍ପଲ କଣ? ଏମିତି ଗୋଟେ ସବୁ ସେଇ କୋଇଲା ପେଟ୍ରୋଲିୟମ ହେଲା, କୋଇଲା ପେଟ୍ରୋଲିୟମ କୋଇଲା ପେଟ୍ରୋଲିୟମ ଏଗୁଡା ହଉଛି କିସ ତିଆରି ହେବା ପାଇଁ ଆମର ବର୍ଷ ବର୍ଷ ସମୟ ଲାଗେ ଆଉ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଏ ହେଲା, ଏଗୁଡା କିସ ପାଇଁ ନବୀକରଣ ଅଯୋଗ୍ୟ ବୁଝିଲା। ନବୀକରଣ ଅଯୋଗ୍ୟ ପରେ କିସ ସର୍ବତ୍ର ସୁଲଭ। ନବୀକରଣ ଅଯୋଗ୍ୟ ପରେ କିସ ନବୀକରଣ ଅଯୋଗ୍ୟ ପରେ ହଉଛି ନବୀକରଣ ଅଯୋଗ୍ୟ ପଡିଲା ହେଲା, ତାପରେ ଏଇଟା ପଡବା ଏଇଟା ସର୍ବତ୍ର ସୁଲଭ ସ୍ଥାନୀୟ ସମ୍ପଦ ହେଲା। ତ ସର୍ବତ୍ର ସୁଲଭ ହଉଛି ଯୋଉଟା ଯୋଉ ସମ୍ବଳଟା ସବୁଆଡେ ମାନେ ଥାଏ ହେଲା, ସେଇଟାକୁ କିସ କୁହାଯାଏ? ସର୍ବତ୍ର ସୁଲଭ। ଆଉ ସ୍ଥାନୀୟ ହଉଛି କେତେକ ନିର୍ଦ୍ଦିଷ୍ଟ ଜାଗାରେ ଥାଏ ହେଲା, ସେଇଟାକୁ କିସ କୁହାଯାଏ? ସ୍ଥାନୀୟ ସମ୍ବଳ ହେଲା। ତ ଇୟାର ହଉଛି ଆଗରୁ ଲେଖିଦେଇছে ହେଲା, ତ ଆଉ ଲେଖୁନି, ଦେଖିଦିଅ ଏଠି ହେଲା। ଏଇଟା କେତେ ନମ୍ବର ପଡ କେତେ ନମ୍ବର ଲେଖ? 11, 11 ପରେ 12 12 ଏଟା ହଉଛି 12 ହେଲା। 12 ନମ୍ବର ସର୍ବତ୍ର ସୁଲଭ ସମ୍ବଳ କୋଉଟା? ଯେଉଁ ସମ୍ବଳ ପ୍ରତ୍ୟେକ ସ୍ଥାନରେ ଉପଲବ୍ଧ ଥାଏ ତାକୁ କି ସମ୍ବଳ କୁହାଯିବ? ସର୍ବତ୍ର ସୁଲଭ ସମ୍ବଳ ବୁଝିଲ। ଯୋଉ ସମ୍ବଳ ପ୍ରତ୍ୟେକ ଜାଗାରେ ଥାଏ ହେଲା, ଯେମିତି ମାଟିଟା ପ୍ରତ୍ୟେକ ଜାଗାରେ ଥାଏ ନା ନାହିଁ? ମାଟିଟା ପ୍ରତ୍ୟେକ ଜାଗାରେ ଥାଏ ନା ନାହିଁ? ନା ଏମିତି ଜାଗା ଅଛି କି ଯୋଉଠି ମାଟି ହିଁ ନାହିଁ? ଅଛି କି? ଥିବ, ମାଟିଟା ସବୁ ଜାଗାରେ ଥାଏ। ତାପରେ ହଉଛି ପବନଟା ସବୁ ଜାଗାରେ ଥାଏ ନା ନାହିଁ? ହେଲା, ପବନ ବି ସର୍ବତ୍ର ସୁଲଭ ସମ୍ବଳ। କିନ୍ତୁ ଜଳଟା ସବୁ ଜାଗାରେ ଥାଏ କି? ଜଳଟା ଥାଏ। ଆମର ଏଠି ସିନା ପାଣି ଅଛି ହେଲା, ଏଠି ସିନା ପାଣି ଅଛି, ତୁମର ମରୁଭୂମିକୁ ଯିବା ଯଦି ମରୁଭୂମିରେ ପାଣି ଥିବ ନା? ନାଇଁ ହେଲା, କିନ୍ତୁ ଜଳକୁ ବି ସର୍ବତ୍ର ସୁଲଭ ସମ୍ବଳ କୁହାଯାଏ ବୁଝିଲା। କି ପାଇଁ? ମରୁଭୂମିରେ ବି ପାଣି ଥାଏ ହେଲା, ମରୁଭୂମିରେ ବି ପାଣି ଥାଏ ବୁଝିଲା। ଏଇଠି ଉପରେ ସିନା ବାଲି ଅଛି, ମାଟି ତଳେ ତ ପାଣି ଥିବ ନା ନାହିଁ? ଯଦି ମରୁଭୂମିରେ କୂଅ ଖୋଳ ମିଳିବ ନା ନାହିଁ? ମରୁଭୂମିରେ ଯଦି ବୋରିଂ ଖୋଳ ମିଳିବ ନା ନାହିଁ ପାଣି? ହେଲା, ଉପରେ ସିନା ପାଣି ନଥାଏ କିନ୍ତୁ ହଉଛି କିସ ଭିତରେ ହେଲେ ବି ପାଣି ଥିବ ବୁଝିଲ। ତ ହଉଛି ଜଳକୁ ବି ସେଇପାଇଁ ସର୍ବତ୍ର ସୁଲଭ କୁହାଯାଇଛି ହେଲା। ତାପରେ ହଉଛି ଆମେ କିସ ସ୍ଥାନୀୟ ସମ୍ବଳ ପଢବା। ସ୍ଥାନୀୟ ସମ୍ବଳ ହଉଛି ଯେଉଁ ସମ୍ବଳ ଗୁଡିକୁ କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳିଥାଏ ହେଲା। ସ୍ଥାନୀୟ ସମ୍ବଳ କିସ? ଯେଉଁ ସମ୍ବଳ ଗୁଡିକ କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳିଥାଏ। ସ୍ଥାନୀୟ ସମ୍ବଳ ହଉଛି ଯେଉଁ ସମ୍ବଳ ଗୁଡିକ କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳିଥାଏ ହେଲା, ସେଗୁଡାକୁ ସ୍ଥାନୀୟ ସମ୍ବଳ କୁହାଯାଏ। ଯେମିତି ପେଟ୍ରୋଲିୟମ ସବୁ ଜାଗାରେ ମିଳିବ କି? ଆମର ଯଦି ଆମ ଗାଁରେ ଖୋଳିବା ଷ୍ଟାର୍ଟ କର, ପେଟ୍ରୋଲିୟମ ମିଳିବ? ମିଳିବନି। ତାପରେ ହଉଛି ଖଣିଜ ପଦାର୍ଥ ଏଠି ମିଳିବ? ଖଣିଜ ମାନେ କିସ ସୁନା ରୂପା ଏଗୁଡା ମିଳିବ କି ଏଠି? ଆମେ ଯଦି ଖୋଳିବା ମିଳିବନି ହେଲା, ସେଗୁଡା ନିର୍ଦ୍ଦିଷ୍ଟ ସ୍ଥାନରେ ଅଛି ହେଲା, ସେଇଠି ସେଇ ଜାଗାରେ ମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଖୋଳିଲେ ଯାଇକି ମିଳିବ ହେଲା।
ଏଗୁଡାକୁ କି ସମ୍ବଳ କୁହାଯାଏ? ସ୍ଥାନୀୟ ସମ୍ବଳ। ସ୍ଥାନୀୟ ସମ୍ବଳ କି ପାଇଁ? କି ପାଇଁ ନା ଏଇଟା ସବୁ ଜାଗାରେ ମିଳେନି ହେଲା। ହେଲେ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳେ ବୋଲି ଏହାକୁ ସ୍ଥାନୀୟ ସମ୍ବଳ କୁହାଯାଏ। ବୁଝା? ତାପରେ ପଢବା ହଉଛି କିସ? ସ୍ଥାନୀୟ ସମ୍ବଳଟା 13 ନମ୍ବର ହେଡିଙ୍ଗ ଦବା ହେଲା। ତାପରେ ହଉଛି କିସ? ସ୍ଥାନୀୟ ସମ୍ବଳ ପରେ ହଉଛି ସ୍ଥାନୀୟ ସମ୍ବଳ ପରେ ହଉଛି ସ୍ଥାନୀୟ ସମ୍ବଳ ପରେ ହଉଛି ଗଚ୍ଛିତ ସମ୍ବଳ ହେଲା। ଗଚ୍ଛିତ ସମ୍ବଳ ତାପରେ ସମ୍ବଳ ଭଣ୍ଡାର ବିକଶିତ ସଂରକ୍ଷିତ ହେଲା। ଏଗୁଡା ସବୁ ସମାନ ଭାବ ବୁଝିଲା। ଏଇ ଯେ ଗଚ୍ଛିତ ହେଲା, ତାପରେ ହଉଛି ସମ୍ବଳ ଭଣ୍ଡାର ଆଉ ହଉଛି ସଂରକ୍ଷିତ, ପୁରା ଡିଟୋ ହେଲା। ଏଇ ତିନିଟା ଡିଟୋ ପୁରା ବୁଝିଲେ। ଗଚ୍ଛିତ ସମ୍ବଳ କୋଉଟା? ହେଲା ଲେଖିଦବା। ଗଚ୍ଛିତ ସମ୍ବଳ କୋଉଟା ଦେଖିଦବା ଟିକେ। ଗଚ୍ଛିତ ସମ୍ବଳ ତାପରେ ସମ୍ବଳ ଭଣ୍ଡାର ଲେଖବା। ଏଠି ଲେଖିଛେ ଗଚ୍ଛିତ ସମ୍ବଳ କୋଉଟା? ଯୋଉ ସମ୍ବଳ ପ୍ରକୃତିର ଗନ୍ତାଘରେ ରହିଥାଏ ହେଲା, ସେଗୁଡାକୁ ବି ସମ୍ବଳ କୁହାଯାଏ। ଗଚ୍ଛିତ ସମ୍ବଳ। ଗଚ୍ଛିତ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ପ୍ରକୃତିର ଗନ୍ତାଘରେ ଅବ୍ୟବହୃତ ବ୍ୟବହୃତ ଅବସ୍ଥାରେ ରହିଛି ତାକୁ ହଉଛି ଗଚ୍ଛିତ ସମ୍ବଳ କୁହାଯାଏ ହେଲା। ମାନେ ପ୍ରକୃତିର ଗନ୍ତାଘର ମାନେ ହଉଛି ଆମର ଏଇ ଦୁନିଆରେ ଏମିତି ସମ୍ବଳ ଅଛି ନା ନାଇଁ, ଯେଗୁଡା ହଉଛି ଅଛି କିନ୍ତୁ ହଉଛି ସେଗୁଡା ହଉଛି କି ସାଇତି ହେଇକି ଅଛି ହେଲା। ସେଗୁଡାକୁ କି ସମ୍ବଳ କୁହାଯାଏ? ଗଚ୍ଛିତ ସମ୍ବଳ। ଗଚ୍ଛିତ ସମ୍ବଳକୁ ପ୍ରଚ୍ଛନ୍ନ ସମ୍ବଳ ମଧ୍ୟ କୁହାଯାଏ। ଗଚ୍ଛିତ ସମ୍ବଳକୁ ଆଉ କିସ କୁହାଯାଏ? ପ୍ରଚ୍ଛନ୍ନ ସମ୍ବଳ ମଧ୍ୟ ହେଲା। ତ ପଚାରିଥିବ ଯଦି ଗଚ୍ଛିତ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ଗୁଡିକ ପ୍ରକୃତିର ଗନ୍ତାଘରେ ଲୁଚିକି ରହିଛି ହେଲା, ଲୁଚିକି ରହିଛି କି ହଉଛି ଅବ୍ୟବହୃତ ଅବସ୍ଥାରେ ରହିଛି ତାକୁ କିସ କୁହାଯାଏ? ଗଚ୍ଛିତ ସମ୍ବଳ। ବୁଝିଲ ନା? ତାପରେ ହଉଛି ତାର ଏକ୍ସାମ୍ପଲ କିସ ହବ? ଏମିତି ବହୁତ ଗୁଡାଏ ଜିନିଷ ଅଛି ହେଲା। ଏକ୍ସାମ୍ପଲ କିସ ହବ? ଉଦାହରଣ କିସ ହବ? ଗଚ୍ଛିତ ସମ୍ବଳ ଉଦାହରଣ ବହୁତ ଗୁଡା ଜାଗାରେ ସୁନା ଲୁଚିକି ରହିছে ନା ନାଇଁ ହେଲା। ସୁନା, ତାପରେ ହଉଛି ସେମିତି ବହୁତ ଗୁଡା ଜାଗାରେ ଆମର ହଉଛି କିସ ହୀରା ବି ଲୁଚିକି ରହିছে ନା ନାଇଁ ହେଲା। ଏଗୁଡା ଗଚ୍ଛିତ ସମ୍ବଳ ବି ହେଇପାରେ ବୁଝିଲ। ଯୋଉ ଜାଗାରେ ଯଦି ଲୁଚିକି ରହିଛି ଏଇ ଜିନିଷ ଗୁଡା ହେଲା, ସେଗୁଡାକୁ କି ସମ୍ବଳ କୁହାଯାଏ? ଗଚ୍ଛିତ ସମ୍ବଳ। ତାପରେ ହଉଛି ଗଚ୍ଛିତ ସମ୍ବଳ ପରେ କିସ? ସମ୍ବଳ ଭଣ୍ଡାର। ସମ୍ବଳ ଭଣ୍ଡାର ସେଇ ଡିଟୋ, ଏଇଟା ବି ସେଇ ସେମ ଲାଗୁ ହେଲା। ଯେଉଁ ସମ୍ବଳ ମଣିଷର ଆବଶ୍ୟକତା ପୂରଣ କରିପାରିବ, ମାତ୍ର ଆଜିର ଜ୍ଞାନ କୌଶଳ ବଳରେ ସେଗୁଡିକ ବ୍ୟବହାର ଉପଯୋଗୀ ହେଇପାରୁନାହିଁ ହେଲା। ଆମେ ଜାଣିଛେ ଏଇଠି ସମ୍ବଳ ଅଛି ହେଲା। ଏଇଟା ଗୋଟେ ସମ୍ବଳ ହେଲା, ଏଇଟା ଗୋଟେ ଜାଗା ହେଲା, ଏଇଟା ଧର ଏଇ ଜାଗା ଗୋଟେ, ଏଠି ସମ୍ବଳ ଅଛି, ଏଇ ଜାଗାରେ ସମ୍ବଳ ମିଳୁଛି ହେଲା, ସୁନା ସମ୍ବଳ ହେଲା। ଆମେ ଜାଣିଛେ କିନ୍ତୁ ହଉଛି ସେଇ ସୁନା ସମ୍ବଳ ଟାକୁ ଆମେ ବାହାରେଇ ପାରୁନେ ହେଲା। କେମିତି ବ୍ୟବହାର କରବା ସେଇଟା ହଉଛି ଆମର ବୁଦ୍ଧି ନାହିଁ ହେଲା। ମାନେ ବୁଦ୍ଧି ନାହିଁ ମାନେ କିସ? ସୁନା ଟା କି ଏମିତି ଇଆରେ ମିଳିଯିବ, ମାଟି ତଳେ ପୋତି ହେଇକି ରହିଥିବ, ପୋତି ହେଇକି ରହିଥିବ ହେଲା। ତ ହଉଛି ଆମେ ଜାଣିଛେ ସୁନା ଅଛି କିନ୍ତୁ ହଉଛି ମାଟି ଖୋଳି ଖୋଳି କେହି କିସ ପାଉନାହାନ୍ତି, ସେତିକି ଯାଇ ପହଞ୍ଚି ପାରୁନାହାନ୍ତି ହେଲା। ତ ଏଇ ସମ୍ବଳଟା କି ସରିବ? ସମ୍ବଳ ଭଣ୍ଡାର ବୁଝିଲ। ସମ୍ବଳ ଭଣ୍ଡାର କୋଉଟା? ଯେଉଁ ସମ୍ବଳ ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବ, ମାତ୍ର ଆଜିର ଜ୍ଞାନ କୌଶଳ ବଳରେ ସେଗୁଡିକ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ, ତାହାକୁ କିସ ସମ୍ବଳ ଭଣ୍ଡାର କୁହାଯାଏ ହେଲା। ଗୋଟେ ହଉଛି ଏକ୍ସାମ୍ପଲ ଦେଇଦବା, ଗୋଟେ ଛୋଟ ଏକ୍ସାମ୍ପଲ। ଗୋଟେ ହଉଛି କିସ ମାନେ ଆମ୍ବ ଗଛ ଅଛି, ଆମ୍ବ ଗଛ ହେଲା, ଆମ୍ବ ଗଛ, ଏଇଟା ଗୋଟେ ଆମ୍ବ ଗଛ ଅଛି ହେଲା। ଆମ୍ବ ଫଳିଛି ବୁଝିବା, ଏଠି ବହୁତ ବଡ ଆମ୍ବ ଗଛଟା କିନ୍ତୁ ହେଲା, ବହୁତ ଉଞ୍ଚା ଆମ୍ବ ଗଛଟା, ଆମ୍ବ ଫଳିଛି। ସମସ୍ତେ ଜାଣିଛନ୍ ଏଇଆ ହଉଛି ମଣିଷର କାମରେ ଆସିବ, କିନ୍ତୁ ହଉଛି କି କାହାର ହାତ ପାଉନି ହେଲା। କେହି ହାତ ପାଉନି କି କେହି ଗଛରେ ଚଢି ପାରୁନାହାନ୍ତି ହେଲା। କେମିତି ମାନେ ଆମ୍ବ ବିଛେଇବେ ସେଇଟା ହଉଛି କାହାର ବୁଦ୍ଧି ନାହିଁ ବୁଝିହେଲା। ମାନେ ଏଇଟା ହଉଛି କିସ ଗଛ ବି ଚଢି ପାରୁନାହାନ୍ତି, କି ହଉଛି ବାଡିରେ ବି ପାଉନି, କି ପତ୍ର ପିଇଲେ ବି ପହଞ୍ଚୁନି ବୁଝିଲ। ତ ହଉଛି କି ଗଛ ବି କାଟି ପାରୁନି ହେଲା। ତ ଏଇଟାକୁ କିସ କୁହାଯିବ? ସମ୍ବଳ ଭଣ୍ଡାର ହେଲା। ଜାଣିଶୁଣି ଅଛି କିନ୍ତୁ ହଉଛି କିସ କାମରେ ଲଗେଇ ପାରୁନାହାନ୍ତି ହେଲା, ସେଟାକୁ କିସ କୁହାଯିବ? ସମ୍ବଳ ଭଣ୍ଡାର। ତ ପରୀକ୍ଷାରେ କ୍ୱେଶ୍ଚନ ଆସିଲେ ସମ୍ବଳ ଭଣ୍ଡାର କାହାକୁ କୁହାଯାଏ? ଏଇଟା ଲେଖ, ଯୋଉ ସମ୍ବଳ ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବ, ମାତ୍ର ଆଜିର ଜ୍ଞାନ କୌଶଳ ବଳରେ ସେଗୁଡିକ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ହେଲା।
ତାହାକୁ କିସ ସମ୍ବଳ କୁହାଯାଏ? ସମ୍ବଳ ଭଣ୍ଡାର କୁହାଯାଏ। ବୁଝିଲା? ତ ହଉଛି ଏକ୍ସାମ୍ପଲ ଗୋଟେ ଦେଇଦବା, କମ୍ବୁଲାର ହୀରା ଖଣି। କମ୍ବୁଲାର ହୀରା ଖଣି, ହୀରା ଖଣି ମାନେ ଏଇ କମ୍ବୁଲାର ଗୋଟେ ଜାଗା ହେଲା, ଏଠି କିସ ମିଳେ? ହୀରା। ବୁଝିଲା? ଏଇଟା ଗୋଟେ ମାନେ ଖଣି, ଖଣି ମାନେ କିସ? ଖଣି ମାନେ ହଉଛି ଗାତ ଟାଇପ ର, ବୁଝିଲା? ଏଇଟା ହଉଛି ଗାତ ଟାଇପ ର ହେଲା, ଏଇଠି ହୀରା ଅଛି, ହୀରା ଅଛି ହେଲା, ଏମିତି ଏମିତି ହୀରା ଅଛି, କିନ୍ତୁ ଏଇଟା ହଉଛି କେହି କିସ ମାନେ ବ୍ୟବହାର ଉପଯୋଗୀ କରିପାରୁନାହାନ୍ତି ହେଲା, ମାନେ ଏଇ ମଣିଷର ଏତେ ବୁଦ୍ଧି ନାହିଁ ଯେ ହଉଛି କିସ ସେଇଠୁ ହୀରା ନେଇକି ସେ ହଉଛି ତାର ହୀରାଟାକୁ ମାନେ ତିଆରି କରିବ ଯାହାହେଲେ ବି। ସେତିକି ବୁଦ୍ଧି ଏଇନା ଯାଇ ହେଇନି, ବୁଝିଲା? ଏଗୁଡାକୁ କିସ କହିଲେ? ଆଉ ହଉଛି ଗୋଟେ ଗୋଟେ ସମୁଦ୍ରରେ ଜାଣିଛେ ହଉଛି କିସ ତୈଳ ଖଣି ଅଛି ହେଲା, ତ ମଣିଷର ଏତେ ବୁଦ୍ଧି ନାହିଁ ଯେ ହଉଛି ସେଇ ସମୁଦ୍ର ଭିତରୁ କେମିତି ଖଣିଜ ପଦାର୍ଥ ବାହାର କରିବ ହେଲା, ବୁଝିଲା? ମଣିଷର ବୁଦ୍ଧି ଅଛି, ବୁଝିଲା? ମଣିଷର ବୁଦ୍ଧି ଅଛି ସମୁଦ୍ରରୁ କେମିତି ତୈଳ ବାହାର କରିପାରିବ, କିନ୍ତୁ ଯୋଉଠି ଗଭୀର ସମୁଦ୍ର ଥିବ ହେଲା, ବହୁତ ଗଭୀର ଥିବ ହେଲା, ଗଭୀର ଥିବ ମାନେ ପାହାଡ ବି ବୁଡି ଯାଉଥିବ ସେ ସମୁଦ୍ରରେ, ସେଇଠୁ କେମିତି ବାହାର କରିବ ସେଇଟା ବୁଦ୍ଧି ନାହିଁ ହେଲା। ସେ ଜାଣିଛି ଏଇ ଭିତରେ ବି ଅଛି ହେଲା, ପେଟ୍ରୋଲିୟମ ଅଛି, କିନ୍ତୁ ସେଇ ଭିତରୁ ବାହାର କରିବ କେମିତି ତାର ବୁଦ୍ଧି ହେଇନି ହେଲା। ତ ସେଇଟାକୁ କିସ କୁହାଯାଏ? ସମ୍ବଳ ଭଣ୍ଡାର। ବୁଝିଗଲୁ? ହଁ। ସମ୍ବଳ ଭଣ୍ଡାର ପରେ କିସ ଲଗବା? ସମ୍ବଳ ଭଣ୍ଡାର ପରେ କିସ ଲଗବା? ବିକଶିତ ସମ୍ବଳ ହେଲା, ସମ୍ବଳ ଭଣ୍ଡାର ପରେ କିସ ସମ୍ବଳ ଅଛି? ବିକଶିତ ସମ୍ବଳ। ସମ୍ବଳ ଭଣ୍ଡାର ପରେ ବିକଶିତ ସମ୍ବଳ ଅଛି ଯେ ହେଲା, ବିକଶିତ ସମ୍ବଳ ହଉଛି ଯୋଉ ସମ୍ବଳ ଗୁଡାକୁ ଆମେ ବ୍ୟବହାର କରୁଛେ ହେଲା, ବ୍ୟବହାର ଉପଯୋଗୀ ହେଇପାରୁଛି ହେଲା, ସେଗୁଡାକୁ କି ସମ୍ବଳ କୁହାଯାଏ? ବିକଶିତ ସମ୍ବଳ। ମାନେ ଏଇନା ଯୋଉ ସମ୍ବଳ ବ୍ୟବହାର କରୁଛେ, ଏଇଟା ବ୍ୟବହାର କରୁଛେ ହେଲା, ଏଇଟା କି ସବୁ ବିକଶିତ ସମ୍ବଳ। ତୁ ଯେ ମୋବାଇଲ ବ୍ୟବହାର କରୁଛେ, ଏଟା କି ସମ୍ବଳ? ବିକଶିତ ସମ୍ବଳ ହେଲା। ବିକଶିତ ସମ୍ବଳ ହଉଛି ଯେଉଁ ସମ୍ବଳ ବ୍ୟବହାର ଉପଯୋଗୀ ହେଇସାରିଛି ହେଲା, ସେଗୁଡିକୁ କି ସମ୍ବଳ କୁହାଯାଏ? ବିକଶିତ ସମ୍ବଳ। ବୁଝିଲା? ତ ହଉଛି ତୁମର କାମ ହଉଛି ବିକଶିତ ସମ୍ବଳର ପାଞ୍ଚ ଛଅଟା ଏକ୍ସାମ୍ପଲ ଦବ ନା ହେଲା, ପାଞ୍ଚ ଛଅଟା ଏକ୍ସାମ୍ପଲ ଘରୁ କରିକି ଆଣିବ ହେଲା। ତାପରେ ହଉଛି ସଂରକ୍ଷିତ ସମ୍ବଳ। ସଂରକ୍ଷିତ ସମ୍ବଳ ଆଉ ହଉଛି ସେଇ ସମ୍ବଳ ଭଣ୍ଡାର ଆଉ ହଉଛି କିସ ଏଇ ଗଚ୍ଛିତ ସମ୍ବଳ ସେମ ଟାଇପ ର ଜିନିଷ ହେଲା। ଏଇଟା ବି ଦେଖ, ଯୋଉ ସମ୍ବଳ ପଦାର୍ଥ ଗୁଡିକର ସନ୍ଧାନ ହେଇ ଯେଉଁ ସମ୍ବଳ ପଦାର୍ଥ ଗୁଡିକର ସନ୍ଧାନ ମିଳିପାରିଛି ମାତ୍ର ବ୍ୟବହାର ଯୋଗୀ ହେଇପାରିନାହିଁ ହେଲା, ସେଗୁଡାକୁ କିସ କୁହାଯାଏ? ସଂରକ୍ଷିତ ସମ୍ବଳ। ସଂରକ୍ଷିତ ଆଉ ହଉଛି ଗଚ୍ଛିତ ପୁରା ସେମ ହେଲା। ଯେଉଁ ସମ୍ବଳ ପଦାର୍ଥ ଗୁଡିକର ସନ୍ଧାନ ମିଳିଛି ହେଲା, କିନ୍ତୁ ବ୍ୟବହାର ଉପଯୋଗୀ ହୋଇପାରେନି, ତାହାକୁ ସଂରକ୍ଷିତ ସମ୍ବଳ କୁହାଯାଏ। ଉଦାହରଣ ଦେଇଦବା ହେଲା। ତ ୟାର ଉଦାହରଣ ବି ଘରୁ କରିହବ ହେଲା, ୟାର ଉଦାହରଣ ବି ନିଜେ ଦେଇତେ ଚେଷ୍ଟା କର ହେଲା। ସଂରକ୍ଷିତ ସମ୍ବଳ ଆଉ ହଉଛି କିସ ବିକଶିତ ସମ୍ବଳ, ଦୁଇଟାର ଉଦାହରଣ ନିଜେ ଘର ପାଠ ରହିଲା ହେଲା। ହଁ। ତାପରେ ହଉଛି କିସ ସଂରକ୍ଷିତ ସମ୍ବଳ ପରେ କିସ ଦେବା? କି ସମ୍ବଳ? ସଂରକ୍ଷିତ ସମ୍ବଳ ପରେ ସଂରକ୍ଷିତ ସମ୍ବଳ ପଡିଲେ ହେଲା, ଏନା ପଡିବ ବ୍ୟକ୍ତିଗତ, ଗୋଷ୍ଠୀଗତ, ଜାତୀୟ ଆଉ ଆନ୍ତର୍ଜାତୀୟ। ବୁଝିଲ? ବ୍ୟକ୍ତିଗତ, ଗୋଷ୍ଠୀଗତ, ଜାତୀୟ, ଆନ୍ତର୍ଜାତୀୟ। ଏଠି ଦେଇଦେବ ବ୍ୟକ୍ତିଗତ ସମ୍ବଳ। ବ୍ୟକ୍ତିଗତ ସମ୍ବଳ, ବ୍ୟକ୍ତିଗତ ସମ୍ବଳ। କେତେ ନମ୍ବର ଦେବା ଏଇଟା? କେତେ ନମ୍ବର ଦବା? ପନ୍ଦର ପରେ ଷୋହଳ, ତାପରେ ହଉଛି ଏଇଟା ହଉଛି 17, ଆଉ ଏଇଟା 18 ନମ୍ବର ଦବା। ବ୍ୟକ୍ତିଗତ ସମ୍ବଳଟା 18 ନମ୍ବର ଦବା। ବ୍ୟକ୍ତିଗତ ସମ୍ବଳ ମାନେ କିସ କଣ? ଯୋଉ ସମ୍ବଳର ମାଲିକ ହଉଛି କିଏ? ବ୍ୟକ୍ତି ନିଜେ ହେଲା, ସେଇ ସମ୍ବଳକୁ କିସ କୁହାଯାଏ? ବ୍ୟକ୍ତିଗତ ସମ୍ବଳ। ଯେମିତି ଆମର ହଉଛି ଏଇ ମୋବାଇଲ, ଏଇ ମୋବାଇଲ ର ମାଲିକ କିଏ? ଏଇ ମୋବାଇଲ ର ମାଲିକ କିଏ? ମୁଁ ହେଲା। ଏଇଟା ମୋର ବ୍ୟକ୍ତିଗତ ସମ୍ବଳ ହେଲା। ଏଇଟା ଏଇଟାର ମାଲିକ କିଏ? ମୁଁ ନିଜେ ହେଲା, ତ ଏଇଟା ବି ଗୋଟେ ବ୍ୟକ୍ତିଗତ ସମ୍ବଳ। ବୁଝିଲ? ଦେଖିଦବା, ଯେଉଁ ସମ୍ବଳର ମାଲିକ ବ୍ୟକ୍ତି ନିଜେ ହେଇଥାଏ
ଯେଉଁ ସମ୍ବଳର ମାଲିକ କିସ ବ୍ୟକ୍ତି ନିଜେ ହେଇଥାଏ। ବ୍ୟକ୍ତି ଯେଉଁ ସମ୍ବଳର ମାଲିକ ବ୍ୟକ୍ତି ନିଜେ ହୋଇଥାଏ। ହୋଇଥାଏ କିସ ତାହାକୁ ବ୍ୟକ୍ତିଗତ ସମ୍ବଳ କୁହାଯାଏ। ତାହାକୁ ବ୍ୟକ୍ତିଗତ ସମ୍ବଳ କୁହାଯାଏ। ସମ୍ବଳ କୁହାଯାଏ। ହେଲା, ବୁଝିହେଲା? ଯେମିତି ଉଦାହରଣ ଉଦାହରଣ ଏଇଟା ହଉଛି ମୋର ଏଇଟା ମୋର ଘର ହେଲା ତ ହଉଛି କିସ ଏଇ ଘରର ମାଲିକ କିଏ ମୁଁ ହେଲା ତ ଏଇଟା ବ୍ୟକ୍ତିଗତ ସମ୍ବଳ। ଏଇ ପେନ ର ମାଲିକ କିଏ ମୁଁ ହେଲା ତ ଏଇଟା ବ୍ୟକ୍ତିଗତ ସମ୍ବଳ ବୁଝିହେଲା। ଏଠି ଖାଲି ମୋର ଅଧିକାର ଥିବ ବୁଝିହେଲା। ଉଦାହରଣ ହଉଛି ମୋବାଇଲ ହେଲା, ଘର ହେଲା ଏହାର ମାଲିକ କିସ ବ୍ୟକ୍ତି ନିଜେ ହେଲା ତ ହଉଛି ଏଗୁଡାକୁ କିସ କୁହାଯାଏ ବ୍ୟକ୍ତିଗତ ସମ୍ବଳ କୁହାଯାଏ ବୁଝିହେଲା। ବ୍ୟକ୍ତିଗତ ପରେ କି ସମ୍ବଳ କୁହାଯାଏ ବ୍ୟକ୍ତିଗତ ପରେ ଜାତୀୟ ସମ୍ବଳ ନା ଗୋଷ୍ଠୀଗତ ଗୋଷ୍ଠୀଗତ ସମ୍ବଳ ବ୍ୟକ୍ତିଗତ ପରେ ଗୋଷ୍ଠୀଗତ ସମ୍ବଳ ହେଲା ତାପରେ ଜାତୀୟ ତାପରେ ଆନ୍ତର୍ଜାତୀୟ ବ୍ୟକ୍ତିଗତ ପରେ ଗୋଷ୍ଠୀଗତ ସମ୍ବଳ ହେଡିଙ୍ଗ ତ ବ୍ୟକ୍ତିଗତ ପରେ ଗୋଷ୍ଠୀଗତ ସମ୍ବଳ ଗୋଷ୍ଠୀଗତ ସମ୍ବଳ କେତେ নম্বর অক্টোবর 19 19 গোষ্ঠীগত সম্বল গোষ্ঠীগত সম্বল ଗୋଷ୍ଠୀଗତ ସମ୍ବଳ ବ୍ୟକ୍ତିଗତ ସମ୍ବଳ ଯେଇଟା ହେଲା ବ୍ୟକ୍ତିଗତ ସମ୍ବଳର ମାଲିକ କିଏ ବ୍ୟକ୍ତି ନିଜେ ହେଲା ଆଉ ଗୋଷ୍ଠୀଗତ ସମ୍ବଳର ମାଲିକ କିଏ ବ୍ୟକ୍ତି ସମୂହ ମାନେ କେତେ ଜଣ ମିଶିକି ହଉଛି ସେ ତାର ମାଲିକ ଥିବେ ବୁଝିଲା। ମିଶିକି ମାନେ ଜଣେ ମାଲିକ ଥିବନି ସେଇଟାର ମାଲିକ ହଉଛି କେତେ ଜଣ ଗୋଷ୍ଠୀ ମିଶିକି ହେଇଥିବେ ହେଲା ତ ସେଇଟା ହଉଛି ଗୋଷ୍ଠୀଗତ ସମ୍ବଳ। ଯେଉଁ ସମ୍ବଳର ମାଲିକ ଯେଉଁ ସମ୍ବଳର ମାଲିକ କେତେ ଜଣ ଗୋଷ୍ଠୀ ହେଇଥାନ୍ତି ଯେଉଁ ସମ୍ବଳର ମାଲିକ କୌଣସି ଗୋଷ୍ଠୀ ହୋଇଥାନ୍ତି। ଗୋଷ୍ଠୀ ଗୋଷ୍ଠୀ ମାନେ କି ସବୁ ବ୍ୟକ୍ତି ସମୂହ ବହୁତ ଜଣ ବ୍ୟକ୍ତି ହେଇଥାନ୍ତି ହେଲା ବ୍ୟକ୍ତି ସମୂହ ହୋଇଥାନ୍ତି ହୋଇଥାନ୍ତି ହେଲା ତାହାକୁ ଗୋଷ୍ଠୀଗତ ସମ୍ବଳ କୁହାଯାଏ। ତାହାକୁ କିସ ଗୋଷ୍ଠୀଗତ ସମ୍ବଳ କୁହାଯାଏ। ଉଦାହରଣ ବି ଦେଇଦବ ତାକୁ ସମ୍ବଳ କୁହାଯାଏ। ହେଲା, ଗୋଷ୍ଠୀଗତ ସମ୍ବଳ କାହାକୁ କୁହାଯାଏ ଯେଉଁ ସମ୍ବଳର ମାଲିକ ହଉଛି କିସ କୌଣସି ବ୍ୟକ୍ତି ସମୂହ ବା ହଉଛି କିସ ଗୋଷ୍ଠୀ ହେଇଥାନ୍ତି କୌଣସି ଗୋଷ୍ଠୀ ହେଇଥାନ୍ତି ସେଗୁଡାକୁ କିସ ଗୋଷ୍ଠୀଗତ ସମ୍ବଳ କୁହାଯାଏ। ଯେମିତି ଉଦାହରଣ ଆମ ପୋଖରୀ ପୋଖରୀଟା ସେଇଟା ଧରାଯାଉ ଏଇଟା ଗାଁ ମୁଣ୍ଡରେ ଗୋଟେ ପୋଖରୀ ଅଛି ବୁଝିଲା ଗାଁ ମୁଣ୍ଡରେ ପୋଖରୀ ଅଛି ଯାହାର ମାଲିକ ହଉଛି ପୁରା ସବୁ ଗାଁ ଲୋକ ବୁଝିଲା ସମସ୍ତେ ଗାଧେଇ ପାରିବେ ଏଇଟା କି ହବ ଗୋଷ୍ଠୀଗତ ସମ୍ବଳ ହବ ନା ହେଲା କିନ୍ତୁ ହଉଛି ଏଇଟା ମୋ ଘର ପାଖରେ ପଛଆଡେ ଗୋଟେ ପୋଖରୀ ଅଛି ଏଇଟା ମୁଁ ତିଆରି କରିଛି ହେଲା ଏଇଟା କି ସମ୍ବଳ ହବ ଏଇଟା ବ୍ୟକ୍ତିଗତ ସମ୍ବଳ ହବ କିନ୍ତୁ ହଉଛି ଏଇ ଗାଁ ମୁଣ୍ଡ ପୋଖରୀ ହେଲା ଏଇଟା କିସ ଗୋଷ୍ଠୀଗତ ସମ୍ବଳ ବୁଝିଲା ଏ ପାଇଁ ନା ସବୁ ଗାଁ ଲୋକମାନଙ୍କର ହକ୍ ଅଛି ଏଇ ପୋଖରୀରେ ଅଛି ନା ନାଇଁ ହେଲା ସେଇଟା ହଉଛି ଗୋଷ୍ଠୀଗତ ସମ୍ବଳ। ଆମେ ଦେଖିବା ଗାଁ ପୋଖରୀ ଗାଁ ପୋଖରୀ ହେଲା ତାପରେ ହଉଛି ଯେମିତି ଶ୍ମଶାନ 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 ମାନେ କି ସବୁ ମଶାଣି ହେଲା ମଶାଣିରେ ସମସ୍ତଙ୍କର ହକ୍ ଅଛି ନା ନାଇଁ? ହଁ, ଶ୍ମଶାନ ଏଗୁଡା ହଉଛି କି ଗୋଷ୍ଠୀଗତ ସମ୍ବଳ। ତାପରେ ହଉଛି ଯେମିତି ପାର୍କ ପାର୍କ ବି ଗୋଟେ ଗୋଷ୍ଠୀଗତ ସମ୍ବଳ ନା ହଉଛି ପାର୍କରେ ଖାଲି ମୁଁ ଏକା ବୁଲି ପାରିବି ସମସ୍ତେ ବୁଲି ପାରିବେ ହେଲା ତ ସେଗୁଡା ହଉଛି ଗୋଷ୍ଠୀଗତ ସମ୍ବଳ ବୁଝିଲ
ଗୋଷ୍ଠୀଗତ ପରେ କିସ ଜାତୀୟ ସମ୍ବଳ। 20 ନମ୍ବର, 20 ନମ୍ବର ହଉଛି ଜାତୀୟ ସମ୍ବଳ। ଜାତୀୟ ସମ୍ବଳ, ଜାତୀୟ ସମ୍ବଳ କୋଉଟା? ଜାତୀୟ ସମ୍ବଳ ହଉଛି ଯେଉଁ ସମ୍ବଳର ମାଲିକ କିସ ଆମର ଦେଶ ହେଲା। ଯେଉଁ ସମ୍ବଳର ମାଲିକ ହଉଛି କିସ ଆମର ଦେଶ ହେଲା, ସେଗୁଡାକୁ କିସ କହେ? ଜାତୀୟ ସମ୍ବଳ। ଦେଖିବା, ଯେଉଁ ସମ୍ବଳ ଗୁଡ଼ିକର ମାଲିକ ଆମ ଦେଶ ଭାରତ, ତାହାକୁ ଜାତୀୟ ସମ୍ବଳ କୁହାଯାଏ। ଜାତୀୟ ସମ୍ବଳ କୁହାଯାଏ ହେଲା। ମାନେ କିସ କଣ, ଭାରତ ଭିତରେ ଥିବା ଯେତେ ବି ସମ୍ବଳ ଅଛି ହେଲା, ଭାରତ, ଏଇଟା ହଉଛି ଭାରତ ହେଲା, ଏଇଟା ଭାରତ, ଏଇଟା ଭାରତ ହେଲା। ଏଇ ଭାରତ ଭିତରେ ଯାହା ବି ପାଇବା ହେଲା, ୟାର ମାଲିକ କିଏ? ସେଇ ଭାରତ ବର୍ଷ ହେଲା। ଭାରତ ତ ହଉଛି ଏଇଟାକୁ କିସ ସମ୍ବଳ କୁହାଯାଏ। ଏଇ ଭାରତ ଭିତରେ ଯାହା ବି ସମ୍ବଳ ଅଛି, ଏଇ ସମ୍ବଳକୁ କିସ କୁହାଯିବ? ଜାତୀୟ ସମ୍ବଳ। ବୁଝିଲା? ଏ ସମ୍ବଳକୁ କୁହାଯିବ ଜାତୀୟ ସମ୍ବଳ। ଯେମିତି ଉଦାହରଣ ଦବା, ଉଦାହରଣ ହଉଛି କିସ, ଉଦାହରଣ ହଉଛି କେନାଲ, କେନାଲ ହେଲା, କେନାଲ ଟା କିସ ଗୋଟେ ଜାତୀୟ ସମ୍ବଳ। ତାପରେ ହଉଛି ରାସ୍ତା, ରାସ୍ତା କିସ ଜାତୀୟ ସମ୍ବଳ। ନା କେହି କହିପାରିବ ରାସ୍ତାଟା ମୋର ସମ୍ବଳ? କହିପାରିବ? ବ୍ୟକ୍ତିଗତ ସମ୍ବଳ କହିପାରିବ? ହେଲା, ଏଇଗୁଡାର ମାଲିକ କିଏ? ଆମର ଦେଶ ହେଲା। ଦେଶ ମାନେ ଆମର ସରକାର ହେଲା। ରେଳପଥ, ରେଳପଥ ଏଗୁଡା କିସ ଜାତୀୟ ସମ୍ବଳ। ତାପରେ ହଉଛି ଖଣିଜ ପଦାର୍ଥ, ଖଣିଜ ପଦାର୍ଥ ହେଲା। ଯଦି ଆମ ଭାରତରେ ହେଲା ଗୋଟେ ଜାଗାରେ ସୁନା ହେଲା, ଲୋକ ଘର ପଛଆଡେ ବି ଯଦି ସୁନା ବାହାରିଲା, ସେଇ ଲୋକ ତାର ମାଲିକ ହବନି। କିଏ ମାଲିକ ହବ? ସରକାର ହେଲା। କି ପାଇଁ? କି ପାଇଁ ନା ଏଇଟା ହଉଛି ଭାରତ ଭିତରେ ବାହାରିଛି ହେଲା, ତ ହଉଛି ତାର ମାଲିକ ହବ ସରକାର ହେଲା। ସେଗୁଡାକୁ ହିଁ କୁହାଯାଏ ଜାତୀୟ ସମ୍ବଳ ହେଲା। ସେମିତି ଗୋଟେ ଉଦାହରଣ ଦେଇଦେବା, ଆଉ ଗୋଟେ ଉଦାହରଣ ହେଲା, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଉଦାହରଣ ହେଲା, ସମୁଦ୍ର କୂଳରୁ ହେଲା, ଦେଖିଦବା ଆଉ ଗୋଟେ ଉଦାହରଣ, ଉପକୂଳ ଠାରୁ ସମୁଦ୍ର ଆଡକୁ, ଉପକୂଳ ଠାରୁ ସମୁଦ୍ର ଆଡକୁ, ସମୁଦ୍ର ଆଡକୁ ହେଲା, ପ୍ରାୟ 12 ନଟିକାଲ, 12 ନଟିକାଲ ମାଇଲ, 12 ନଟିକାଲ ମାଇଲ ମାନେ କେତେ? 22.2 କିଲୋମିଟର ହେଲା। ଏତିକି କିଲୋମିଟର ଦୂରତାରେ ଥିବା ଜଳଭାଗ, ଏତିକି କିଲୋମିଟର ଦୂରତାରେ ଥିବା ଜଳଭାଗ ହେଲା ଜାତୀୟ ସମ୍ବଳ। ଜାତୀୟ ସମ୍ବଳ ବୁଝ କହୁଛି, ତା ମାନେ କିସ ଦେଖିସାରିଲ, ଦେଖିସାରିଲ, ଦେଖିସାରିଲ ନା? ତା ମାନେ ହଉଛି, ଏଇଟା ହଉଛି ଭାରତ, ଭାରତ ଏଇଟା ହେଲା। ଭଲସେ ଚିତ୍ର କରିବେ, ଏମିତି ପ୍ଲସ ଦେଇକି ବନାଇବେ। ହେଲା, ଏଇଟା ଭାରତ ହେଲା। ଏପଟେ ବି ପାଣି ଅଛି, ଏପଟେ ବି ପାଣି ଅଛି, ଏପଟେ ବି ପାଣି ଅଛି ନା ହେଲା। ଏପଟେ ତ ପାହାଡ ଅଛି ହେଲା। ତ ଏଇ ସମୁଦ୍ର ଉପକୂଳ, ଉପକୂଳ କୋଉଟା କୁହାଯାଏ? ଏଇ ସାଇଡ ଟାକୁ ହେଲା। ସମୁଦ୍ର ଉପକୂଳ ଠାରୁ କେତେ? 22 କିଲୋମିଟର। ଏପଟେ ହଉଛି 22.2 କିଲୋମିଟର ଯାଇକି ସେଇଗୁଡା ହଉଛି ଆମର ଭାରତର ସମ୍ବଳ। ଏଇ ଭିତରେ ଯଦି ଯାହା ମିଳିଲା ହେଲା, ସେଗୁଡା କିସ ଭାରତର ସମ୍ବଳ। ବୁଝିଲା?
ହଁ, ତ ଭାରତର ସମ୍ବଳ ମାନେ ଏପଟେ ପାକିସ୍ତାନ ଅଛି ହେଲା, ଏପଟେ ପାକିସ୍ତାନ ଅଛି, ସେଇଟା ଉପକୂଳବର୍ତ୍ତୀ ହବନି। ଏଇ ପାଣିର ଏପଟେ ହଉଛି 22 କିଲୋମିଟର ଗଲେ ହଉଛି ସେଇ ଭିତରେ ଯାହା ମିଳିବ ସେଇଟା ହଉଛି କି ଭାରତର ସମ୍ବଳ। ତାପରେ ଲେଖିଦବା ଆନ୍ତର୍ଜାତୀୟ ସମ୍ବଳ ହେଲା, ଲାଷ୍ଟ ସମ୍ବଳ ବୁଝ, ଆନ୍ତର୍ଜାତୀୟ ସମ୍ବଳ। 21ଟା ସମ୍ବଳ ତାହେଲେ ଜାଣିବ। ଆନ୍ତର୍ଜାତୀୟ ସମ୍ବଳ, ଆନ୍ତର୍ଜାତୀୟ ସମ୍ବଳ ହେଲା। ଆନ୍ତର୍ଜାତୀୟ ସମ୍ବଳ ହେଲା, ଆନ୍ତର୍ଜାତୀୟ ସମ୍ବଳ ମାଲିକ କିଏ ହେଇଥିବ? ଆମର ଆନ୍ତର୍ଜାତୀୟ ହେଲା। ଦେଖିଦବା ଯେଉଁ ସମ୍ବଳ, ଯେଉଁ ସମ୍ବଳ ଆନ୍ତର୍ଜାତୀୟ, ଯେଉଁ ସମ୍ବଳର ମାଲିକ ବୁଝ, ଆନ୍ତର୍ଜାତୀୟ ଅନୁଷ୍ଠାନ, ଆନ୍ତର୍ଜାତୀୟ ଅନୁଷ୍ଠାନ, ସମ୍ବଳ ମାଲିକ ଆନ୍ତର୍ଜାତୀୟ ଅନୁଷ୍ଠାନ, ସେଇ ସମ୍ବଳକୁ କିସ କୁହାଯାଏ? ସେହି ସମ୍ବଳକୁ ଆନ୍ତର୍ଜାତୀୟ ସମ୍ବଳ କୁହାଯାଏ। ଆନ୍ତର୍ଜାତୀୟ ସମ୍ବଳ କୁହାଯାଏ। ସମ୍ବଳ କୁହାଯାଏ। ଯେଉଁ ସମ୍ବଳର ମାଲିକ କିଏ? ଆନ୍ତର୍ଜାତୀୟ ଅନୁଷ୍ଠାନ, ସେଇ ସମ୍ବଳକୁ ଆନ୍ତର୍ଜାତୀୟ ଅନୁଷ୍ଠାନ କୁହାଯାଏ। ଉଦାହରଣ ଦେଇଦବା, ଉଦାହରଣ କିସ? ଉଦାହରଣ ହଉଛି, ଯେମିତି ହଉଛି ଭେରି ଇମ୍ପୋର୍ଟାଣ୍ଟ ଉଦାହରଣ ହେଲା, ସମୁଦ୍ର ଉପକୂଳରୁ ଦେଖିବା, ସମୁଦ୍ର ଉପକୂଳରୁ, ଉପକୂଳର ଅର୍ଥାତ୍ 200 ନଟିକାଲ ମାଇଲ, ଅର୍ଥାତ୍ 200 ନଟିକାଲ, 200 ନଟିକାଲ ମାଇଲ, 200 ନଟିକାଲ ମାଇଲ ମାନେ କେତେ? 370 କିଲୋମିଟର ହେଲା। 370 କିଲୋମିଟର ପରବର୍ତ୍ତୀ ଅଞ୍ଚଳରେ ଥିବା, ପରବର୍ତ୍ତୀ ଅଞ୍ଚଳରେ ଥିବା, ପରବର୍ତ୍ତୀ ଅଞ୍ଚଳରେ ଥିବା ସାମୁଦ୍ରିକ ସମ୍ବଳ ଏହାର ଅନ୍ତର୍ଭୁକ୍ତ। ସାମୁଦ୍ରିକ ସମ୍ବଳ ଏହାର ଅନ୍ତର୍ଗତ ହେଲା। ଯଦି ଏଇଟା ଯିଏ ବୁଝିପାରୁନ କୃଷକ କଣ ପୁରା ଘୁଷିଦବ ବୁଝିହେଲା। ଏଇଟା ଯିଏ ବୁଝିପାରୁନ ପୁରା ଘୁଷିଦବ। ଏଇ ପଏଣ୍ଟଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ହେଲା, ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ। ସର୍ଟ କ୍ୱେଶ୍ଚନ ପଡେ ହେଲା। ଏ ବୁଝିପାରୁନ ଯଦି ପଢିଦବ ପୁରା ଘୋଷିଦବ ହେଲା। ତା ମାନେ ହଉଛି ସମୁଦ୍ର ଉପକୂଳ। ସମୁଦ୍ର ଉପକୂଳ ମାନେ କିସ? ଏଇଟା ହଉଛି ଭୂଇଁ ଥିବ, ତାପରେ ଏଇଟା ପାଣି ଥିବ ହେଲା, ଏଇଟାକୁ କିସ କୁହାଯାଏ? এই ଭୂଇଁଟାକୁ କିସ କୁହାଯାଏ? ସମୁଦ୍ର ଉପକୂଳ ହେଲା। ତ ସମୁଦ୍ର ଉପକୂଳରୁ 370 କିଲୋମିଟର ପରବର୍ତ୍ତୀ ହେଲା। 370 କିଲୋମିଟର ପରବର୍ତ୍ତୀ ମାନେ ଏଇଠୁ ଯିବ 370 କିଲୋମିଟର, ତାପରେ ଯୋଉ ଜାଗାଟା ମିଳିବ ହେଲା, ସେ ଜାଗାଟା କିସ? ଆନ୍ତର୍ଜାତୀୟ ସମ୍ବଳ ବୁଝିହେଲା। ତାପରେ ହଉଛି କିସ ଲଗା ହେଲା। ବୁଝିହେଲା? ଆମ ସମ୍ବଳର ସବୁ ପ୍ରକାର ଭେଦ ଶୈଳୀ ବୁଝିହେଲା। ସମ୍ବଳର ପ୍ରକାର ଭେଦ ଶୈଳୀ, ସମ୍ବଳର ପ୍ରକାର ଭେଦ ଏତିକି ଥିଲା ଯେ ଏତିକି ମାନେ ହଉଛି ଏଇ ଏତିକି ଆନ୍ତର୍ଜାତୀୟ ସମ୍ବଳ ଯାଏ ହେଲା। ମାଲିକାନା ଅନୁସାରେ 4 ଭାଗରେ ବିଭକ୍ତ କରାଯାଇଛି। ବ୍ୟକ୍ତିଗତ ପଢିଲେ, ଗୋଷ୍ଠୀଗତ ପଢିଲେ, ଜାତୀୟ ପଢିଲେ, ଆନ୍ତର୍ଜାତୀୟ ପଢିଲେ। ତା ପୂର୍ବରୁ ଏଗୁରା ଗୋଟେ ଗୋଟେ ବିଷୟରେ ପଢିଛେ ମାନେ ହେଲା। ତ ହଉଛି ଏଠୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ କୋଉଟା ଆସିବ? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆସିବ, ମନୁଷ୍ୟକୁ, ମନୁଷ୍ୟକୁ କଣ ପାଇଁ ମାନବ ସମ୍ବଳ କୁହାଯାଏ? ହେଲା। ମନୁଷ୍ୟକୁ କଣ ପାଇଁ ମାନବ ସମ୍ବଳ କୁହାଯାଏ? ତାପରେ ହଉଛି ଆଉ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ,
ମଣିଷକୁ କଣ ପାଇଁ ମାନବ ସମ୍ପଦ କୁହାଯାଏ? ତାପରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହଉଛି, ଆଉ ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହଉଛି ଜୈବ ସମ୍ବଳ ଆଉ ଅଜୈବ ସମ୍ବଳ ମଧ୍ୟରେ ପାର୍ଥକ୍ୟ। ବୁଝିଲ? ଜୈବ ସମ୍ବଳ ଓ ଅଜୈବ ସମ୍ବଳ ମଧ୍ୟରେ ପାର୍ଥକ୍ୟ। ଏଇ ଦୁଇଟା ମଧ୍ୟରେ କିସ ପାର୍ଥକ୍ୟ ହେଲା, ପାର୍ଥକ୍ୟ। ତାପରେ ହଉଛି ସରନ୍ତି ଅସରନ୍ତି ମଧ୍ୟରେ ପାର୍ଥକ୍ୟ। ଏଇଟା ଗୋଟେ କ୍ୱେଶ୍ଚନ। ବୁଝିଲ? 2 ମାର୍କ ପାର୍ଥକ୍ୟ। ତାପରେ ହଉଛି ପୂରଣୀୟ ଅପୂରଣୀୟ ମଧ୍ୟରେ ପାର୍ଥକ୍ୟ। ତାପରେ ଗୋଟେ କ୍ୱେଶ୍ଚନ ଆସିବ, ନବୀକରଣ ଯୋଗ୍ୟ ନବୀକରଣ ଅଯୋଗ୍ୟ ମଧ୍ୟରେ ପାର୍ଥକ୍ୟ। ହେଲା, ଏଇଟା ମଧ୍ୟରେ ପାର୍ଥକ୍ୟ ହେଲା। ତାପରେ ଏଇ ଦୁଇଟା ମଧ୍ୟରେ ପାର୍ଥକ୍ୟ ହେଲା। ତାପରେ ହଉଛି ଏଗୁଡାର ପାର୍ଥକ୍ୟ ଆସେନି ହେଲା, ଗଚ୍ଛିତ ସମ୍ବଳ ଏଗୁଡାର ପାର୍ଥକ୍ୟ ଆସେନି। ଏଗୁଡାର କି ସବୁ ପାର୍ଥକ୍ୟ ଆସେନି। ଖାଲି ଯାହା ଦେଇଥିବ, ଉଦାହରଣ ଦେଇଥିବ ହେଲା, ଉଦାହରଣ ଦେଇଥିବ, ଦେଇଥିବ କୋଇଲା। କୋଇଲାଟା ହଉଛି କୋଉ ସମ୍ବଳ? 4ଟା ଅପସନ ଦେଇଥିବ, କୋଇଲାଟା ହଉଛି ଏ ବିକଶିତ ସମ୍ବଳ ନା ଗଚ୍ଛିତ ସମ୍ବଳ ହେଲା, ଏମିତି ବୁଝିଲା। ତାପରେ ହଉଛି ଏଇଗୁଡା ହଉଛି କିସ ବ୍ୟକ୍ତିଗତ ସମ୍ବଳ ପାର୍ଥକ୍ୟ। ବ୍ୟକ୍ତିଗତ ସମ୍ବଳ ମଧ୍ୟରେ ଆଉ ହଉଛି ଗୋଷ୍ଠୀଗତ ସମ୍ବଳ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ, କିମ୍ବା ଜାତୀୟ ସମ୍ବଳ ଆଉ ଆନ୍ତର୍ଜାତୀୟ ସମ୍ବଳ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ହେଲା, ଏମିତି ପଡିଥିବ ବୁଝିଲ? ହେଲା ନା? ହୁଁ। ତାପରେ ହଉଛି କିସ ପଢ, ତାପରେ ହଉଛି ଆଜି ଏତିକି ଥାଉ ହେଲା। ତ ହଉଛି ନେକ୍ସଟ ପଢବା କିସ, ନେକ୍ସଟ ପଢବା ହଉଛି, ନେକ୍ସଟ ପଢବା ହଉଛି ସମ୍ବଳ, ସମ୍ବଳ ବିକାଶ ଯୋଜନା ହେଲା। ଏଇଟା ସମ୍ବଳ ବିକାଶ ଯୋଜନା, ସମ୍ବଳ ପ୍ରକାର ଭେଦ ପଢିଲେ। ତାପରେ ପଢବା ସମ୍ବଳର ବିକାଶ ଯୋଜନା। ତାପରେ ହଉଛି ସମ୍ବଳର ବିକାଶ ଯୋଜନା ପାଇଁ କଣ କଣ କରାଯାଇ ପାରିବ ସେ ବିଷୟରେ ପଢବା। ତାପରେ ହଉଛି ସମ୍ବଳ ସଂରକ୍ଷଣ କରିବା, ମାନେ ସମ୍ବଳ କେମିତି ସଂରକ୍ଷଣ କରାଯାଇ ପାରିବ ହେଲା, ସମ୍ବଳକୁ କେମିତି ସୁରକ୍ଷା ଦିଆଯାଇ ପାରିବ ସେଇଟା ପଢବା। ତାପରେ ହଉଛି ଧାରଣୀୟ ବିକାଶ, ଧାରଣୀୟ ବିକାଶ କିସ ଜିନିଷଟା ସେଇଟା ପଢବା ହେଲା। ଆଉ ତାର ବିଶେଷ କଥା, ଏତିକି ପଢିଦେଲେ କିସ ଆମର ବିଷୟ ସରିଯିବ ବୁଝିଲ? ହଁ, ହଉ ଆଜି ଏତିକି ଥାଉ।